ତୁମେ ଆସ ମୋ ଚେତନା ଘେରି ସବୁ ସ୍ୱପ୍ନକୁ ଏକକାର କରି ସବୁ ଆଶା ଆଉ ଆକାଂକ୍ଷାକୁ ନେଇ ଏକମାତ୍ର ସ୍ୱପ୍ନ ଯାଅ ଦେଇ। ବାସ୍ତବ ଜୀବନରେ ଯେମିତି ଗୋଟେ ପ୍ରେମିକା ଧର କେମିତି ସୁନ୍ଦର ହେବା ଦରକାର, ଗୋଟେ ମୁଣ୍ଡରେ ଗୋଟେ ଛୋଟ ଟିପାଟେ ଥିବ, ସେ ପାଦରେ ନାଲି ଅଳତା ଥିବ, ଝୁମକାଟେ ପିନ୍ଧିଥିବ, ତ ଭଲ ଶାଢ଼ୀଟେ କି ପୋଷାକଟେ ପିନ୍ଧିଥିବ। ସେଇ ଆମ ବାସ୍ତବ ଜୀବନରେ ଯାହା ଦରକାର ଗୋଟେ ନାରୀକୁ, ଗୋଟେ ପ୍ରେମିକାକୁ ତା ସୁନ୍ଦର କରିବାରେ, ସେଇଟା କି ଆଜିକାର ବିବାହ ପରେ ଜୀବନଟା ଯେଉଁ ପ୍ରକାରରେ ବଦଳି ଯାଉଛି, ଆଉ ଆଜିକାର ଯେଉଁ ଆଧୁନିକତା, ଚାକଚକ୍ୟ ଆଉ ମ୍ୟାଟେରିଆଲିଷ୍ଟିକ୍ ଯେଉଁ ୱାର୍ଲଡ, ଯେଉଁ ପରିବେଶ ଭିତରେ ଆମେ ରହୁଛେ, ତାକୁ ନେଇକି ବିବାହ ପରେ ବଡ଼ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି। ଏମିତି ଅନେକ ଘଟଣା, ବ୍ୟକ୍ତିଗତ ଘଟଣା, କୋର୍ଟ କଚେରୀର ଚାରିପାଖ ଯାକ ନିଜର ଅସ୍ତିତ୍ୱ ଖୋଜୁଛନ୍ତି। ବହୁତ ଗୁଡ଼ିଏ ସମ୍ପର୍କ, ବୈବାହିକ ସମ୍ପର୍କ, ଦାମ୍ପତ୍ୟ ଜୀବନ ଆଜି ଭଗ୍ନ ଆଉ ଅର୍ଦ୍ଧଭଗ୍ନ ଅବସ୍ଥାରେ ସେ କାଳାତିପାତ କରୁଛି। ପ୍ରେମଟା କାହାକୁ ପାଇବା ପାଇଁ ନୁହଁ, ପ୍ରେମଟା ହରେଇବା ପାଇଁକା। ହରେଇବାରେ ଯେଉଁ ଖୁସି ଥାଏ, ଯାହାକୁ ଆପଣ ଭଲ ପାଉଛନ୍ତି, ସେ ଭଲ ପାଇବା ମଣିଷଟିର ତା'ର ଉନ୍ନତି, ତା'ର ମଙ୍ଗଳ ଯଦି ଆପଣ ନିଃସ୍ୱାର୍ଥପର ଭାବରେ କାମନା କରିପାରିଲେ, ତାହେଲେ ମୋ ମତରେ ସେଇଟା ହିଁ ପ୍ରେମର ଯଥାର୍ଥତା ହେବ। ପ୍ରେମଟା ପାଇବା ପାଇଁ ନୁହେଁ। ଆପଣ ଯାହାକୁ ଭଲ ପାଉଛନ୍ତି ତାଙ୍କ ସାଙ୍ଗରେ ଆପଣ ଶାରୀରିକ ଭାବରେ ରହିବେ, ସେଇଟା ପ୍ରେମ ନୁହଁ। ଆପଣ ମାନସିକ ସ୍ତରରେ ତାଙ୍କ ପାଖରେ ରହିବା ଦରକାର, ତାଙ୍କ ପାଖରେ ନୁହଁ, ସିଏ ଆପଣଙ୍କ ପାଖରେ ରହିବା ଦରକାର। ତ ଆପଣଙ୍କର ଚିନ୍ତାଧାରା, ଆପଣଙ୍କର ମାନସିକତା ସେତିକି ପବିତ୍ର ହେବା ଦରକାର କି ପ୍ରତିଟି ମୁହୂର୍ତ୍ତରେ ଯେମିତି ଆପଣ ତାଙ୍କୁ ଅନୁଭବ କରୁଥିବେ। ଆଜିକାର ଯେଉଁ ସମାଜରେ ଆମେ ବଞ୍ଚୁଛେ, ଆଧୁନିକ ସମାଜରେ ବଞ୍ଚୁଛେ, ଆମେ ଏଠି ସମସ୍ତେ ପଇସା ପଛରେ ଗୋଡ଼ଉଛେ ଆଉ କ୍ଷମତା ପଛରେ ଗୋଡ଼ଉଛେ। ସେ ପଇସା ଆଉ କ୍ଷମତା ପାଇଁକା ଯେଉଁ ଆମ ଭିତରେ ଲାଳସା ଅଛି, ସେଇଟା ଗୋଟେ ଲୋକକୁ ମୁଁ କୈନ୍ଦ୍ରିକ କରି ରଖୁଛି। ମୁଁ କମେଇଛି, ମୁଁ ରୋଜଗାର କରିଛି, ମୁଁ ଏଇ କ୍ଷମତାରେ ଭୂଷିତ ହେଇଛି, ଏ ଜାଗାରେ ବସିଛି, ମୁଁ ହିଁ କରିପାରିବି, ଯାହା କରୁଛି ମୁଁ ହିଁ କରୁଛି, ମୁଁ ହିଁ ନିଷ୍ପତ୍ତି ନେଇଛି। ତ ସେ ଆମେ ଶବ୍ଦ ଆସେନି। ଆପଣ ଦେଖିବେ କୌଣସି କାମ ବି କରୁଛନ୍ତି, ତ ଆପଣ ଯେତେବେଳେ କୌଣସି କାହାଙ୍କ ନେତୃତ୍ୱରେ କାମ କରୁଛନ୍ତି, ଦେଖିବେ ସେ କହୁଥିବେ ଯେ କିଛି ଗୋଟେ ଆଚିଭ୍ କଲେ, ଆପଣ ସଫଳତା ପାଇଲେ, ସେ କହୁଥିବେ କି ଏଇଟା ମୁଁ କରିଛି। ସେ କେତେବେଳେ କହୁନଥିବେ ଯେ ଆମ ଟିମ୍ କରିଛି, ଆମେ କରିଛେ। ତ ସେ ମୁଁ ଭାବଟା ଆମ ଭିତରେ ଗୋଟେ ଅହଂ ଭାବ ସୃଷ୍ଟି କରେ। ତ ଗୀତାରେ କୃଷ୍ଣ ଉଦ୍ଧବକୁ କହୁଛନ୍ତି ଯେ ହେ ଉଦ୍ଧବ, ମୁଁ ମଲେ ମୋତେ ତୁ ପାଇବୁ। ଯଦି ଆମେ ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିବାକୁ ଚାହୁଁଛେ, ଈଶ୍ୱରଙ୍କର ନିକଟତର ହେବାକୁ ଚାହୁଁଛେ, ତାଙ୍କୁ ନିଜକୁ ତାଙ୍କ ନିକଟତର କରାଇବାକୁ ଚାହୁଁଛେ, ତାହେଲେ ଆମ ଭିତରୁ ସେ ମୁଁ ଶବ୍ଦକୁ ମାରିବାକୁ ପଡ଼ିବ। ନିଜକୁ ଯେତିକି ଯଥାର୍ଥ କରିଛେ ରୋଜଗାର କରିବା ପାଇଁକା, ଆମେ ସେଇ ପରିମାଣରେ ହିଁ ରୋଜଗାର କରିପାରୁଛେ ସେତିକି କାମ କରିକି। କିନ୍ତୁ ଅଭିଳାଷ ଆଉ ଇଚ୍ଛା ସାଙ୍ଗରେ ସେଇଟା ମ୍ୟାଚ୍ କରୁନି। ସେତେବେଳେ ଆମେ କ'ଣ କରୁନା, କିଭଳି ଅସତ୍ ଉପାୟରେ, ଅଧର୍ମ ଉପାୟରେ, ଅନ୍ୟାୟରେ ଆମେ ପଇସା କମେଇ ପାରିବା, ରୋଜଗାର କରିପାରିବା, ସେଥିପାଇଁ ଆମେ ଚିନ୍ତା କରୁଛେ। ତେଣୁ ପଇସାଟାକୁ ଆମେ ଏବେ ଗୋଟେ ଭିଟାମିନ୍ ଭଳିଆ ଦେଖୁଛେ। ନମସ୍କାର, ଜୟ ଜଗନ୍ନାଥ। ମୁଁ ସସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ବିଶେଷ କାର୍ଯ୍ୟକ୍ରମରେ। ଦର୍ଶକ ବନ୍ଧୁ, ସାହିତ୍ୟିକ ଶବ୍ଦଟା ଯେତିକି ଶ୍ରୁତି ମଧ୍ୟ ଥାଏ, ବୁଝିବାଟା ସେତିକି କଷ୍ଟ। ଆଜ୍ଞା ହଁ, ଯଦି ସାହିତ୍ୟିକ ହେବାରେ ଯେତିକି କଷ୍ଟ ଥାଏ, ଯେତିକି ସାଧନା ଥାଏ, ସେଟା ସେତିକି ଯିଏ କରିଥିବ ସିଏ ହିଁ ଜାଣିଥିବ। ତେବେ ଏ ବିଷୟରେ ଅଧିକ ଆଲୋଚନା କରିବା ପାଇଁ ଆମ ସହିତ ଜଣେ ସାହିତ୍ୟିକ ଅଛନ୍ତି। ସେ ଏକାଧାରରେ ଜଣେ ଲେଖକ, ଜଣେ କବି, ଜଣେ ଗାଳ୍ପିକ, ଜଣେ ପ୍ରବନ୍ଧିକ ଏବଂ ଜଣେ ସ୍ତମ୍ଭକାର। ଯେଉଁ ବୟସରେ ଛୁଆମାନେ ପେପରରେ କାଗଜ ଗୁଡ଼ି କରି ଏବଂ ପେପରରେ କାଗଜ ଡଙ୍ଗା କରି ଖେଳିଥାନ୍ତି, ସେହି ବୟସରୁ ସେ ପେପରର ମହତ୍ତ୍ୱ ବୁଝିଛନ୍ତି। କଲମ କାଗଜରେ ନିଜର ମନର ପରିଭାଷାକୁ ସେ ଲେଖିଦେଇଛନ୍ତି ଏବଂ ତା ଦ୍ୱାରା ସେ ଆଜି ଯେଉଁ ପଦବୀରେ ଆସିକି ପହଞ୍ଚିଛନ୍ତି, ଯେତିକି ସବୁ ସେ ଆଚିଭମେଣ୍ଟ ପାଇପାରିଛନ୍ତି, ଚାଲନ୍ତୁ ତାଙ୍କ ସହିତ ହିଁ କଥା ହେବା। ଚାଲନ୍ତୁ ସ୍ୱାଗତ କରିବା ଆମ ଚ୍ୟାନେଲକୁ ତାଙ୍କୁ। ତ ରାକେଶ ପଣ୍ଡା ସାର୍, ନମସ୍କାର, ସ୍ୱାଗତ କରୁଛି ଆମ ଚ୍ୟାନେଲକୁ। କେମିତି ଅଛନ୍ତି? ଭଲ ଅଛି। ଆପଣ କେମିତି ଅଛନ୍ତି? ମୁଁ ତ ବହୁତ ବଢ଼ିଆ ଅଛି।
ସାର୍ ଯଦି ଆମେ କହିବା ଜଣେ ପ୍ରାବନ୍ଧିକ, ଗାଳ୍ପିକ, କବି, ଲେଖକ, ସ୍ତମ୍ଭକାର ଏତେ ସାରା ଆପଣଙ୍କୁ ଯେତେବେଳେ ମିଳିସାରିଛି ଉପାଧି ମିଳିସାରିଛି ତ ଜଣେ ଲେଖକ ହିସାବରେ ଗୋଟେ ଲେଖକକୁ ଆପଣ କେମିତି ବ୍ୟାଖ୍ୟା କରିବେ? ଦେଖନ୍ତୁ, ମୁଁ ଯେତିକି ବୁଝିଛି ଲେଖାକୁ ଆଉ ଗୋଟେ ଲେଖକୀୟ ଯାତ୍ରାକୁ, ଏଇଟା ହେଉଛି ଗୋଟେ ସୃଜନଶୀଳତା ଯେଉଁଟାକି ଜଣେ ମଣିଷ ସିଏ ଜନ୍ମ ହେଲା ବେଳେ ତ ସାଙ୍ଗରେ ନେଇକି ଆସିଥାଏ। ତ ଲେଖାକୁ ଆପଣ କେତେବେଳେ ମ୍ୟାନିପୁଲେଟ୍ କରିପାରିବେନି, କାହାର ସୃଜନଶୀଳତାକୁ କେତେବେଳେ ଆପଣ ତାକୁ ଗୋଟେ ଅଙ୍କରେ କଷି ପାରିବେନି। ସେଇଟା ସ୍ୱତଃପୃତ ଭାବରେ ଜଣଙ୍କ ମନକୁ ଆସିବ, ତା'ର ହୃଦୟକୁ ଛୁଇଁବ, ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ସେଇଟା ଭାଷା ଆଉ ଶବ୍ଦରେ ରୂପାନ୍ତରିତ ହେବ, ଯେଉଁଟାକି ମୋ ହିସାବରେ ସ୍ପଣ୍ଟାନିୟସ୍ ଥାଏ ଆଉ ଇନବର୍ନ ଥାଏ। ସାର୍ ଆମେ ଯଦି ଦେଖିବା କି ଆପଣଙ୍କର ଲେଖା ଜର୍ଣ୍ଣିଟା କେବେଠୁ ଆରମ୍ଭ ହୋଇଥିଲା, କେବେଠୁ ଆପଣ ଲେଖିବା ଆରମ୍ଭ କରିଥିଲେ? ମୁଁ ବହୁତ କମ୍ ବୟସରୁ ଲେଖିବା ଆରମ୍ଭ କରିଥିଲି, ଯେମିତିକି 14-15 ବର୍ଷ ବୟସରୁ। କିନ୍ତୁ ଟିକେ ଶୈଶବ ମୋର ଟିକେ ଚଳଚଞ୍ଚଳ ଥିଲା, ଟିକେ ନଟଖଟ ଥିଲି। ବଟ୍ ହଠାତ୍ ମୋ ଭିତରେ ଗୋଟେ ଅଦୃଶ୍ୟ ପରିବର୍ତ୍ତନ ଆସିଲା, ଆଉ ଯେଉଁ ପରିବର୍ତ୍ତନଟା ଗୋଟେ ସକାରାତ୍ମକ ପରିବର୍ତ୍ତନ ଥିଲା। ପ୍ରକୃତିର ଯେଉଁ ଚଳଚଞ୍ଚଳ ଭାବ ଅଛି, ପ୍ରକୃତିର ଯେଉଁ ବିଭିନ୍ନ ରଙ୍ଗ ଅଛି, ରୂପ ଅଛି, ତା ସହ ସମାଜର ଯେଉଁ ବାସ୍ତବ ଚିତ୍ର ଗୁଡ଼ା, ଏସବୁ ମୋତେ ଧୀରେ ଧୀରେ ତା ଆଡ଼କୁ ଆକୃଷ୍ଟ କଲା। ଆଉ ସେ ମୋତେ ଭିତରୁ ବାଧ୍ୟ କରାଇଲା କି ଏସବୁ ଅନୁଭବ ଗୁଡ଼ାକୁ, ସେସବୁ ଚିନ୍ତାଧାରାକୁ ଭାଷାରେ ଆଉ ଶବ୍ଦରେ ରୂପାନ୍ତରିତ କରିବାକୁ। ଧୀରେ ଧୀରେ ମୁଁ ଭାଷାରେ ଆଉ ଶବ୍ଦରେ ରୂପାନ୍ତରିତ କରୁ କରୁ ତାହା ଗୋଟେ ଗୋଟେ କବିତା ଆଉ ଗଳ୍ପରେ ପ୍ରତିଫଳିତ ହେଇଥିଲା। ସାର୍ ଯେତେବେଳେ ଦେଖିବା ଆପଣ ଯେମିତି କହିଲେ କି 14-15 ବର୍ଷରୁ ଆପଣଙ୍କର ଲେଖା ଜର୍ଣ୍ଣି ଆପଣ ଆରମ୍ଭ କରିଥିଲେ, ସେତେବେଳେ ଲେଖିବା ଆରମ୍ଭ କରିଥିଲେ। ସାଧାରଣତଃ ସେଇ ବୟସରେ ପିଲାମାନେ ବହୁତ ଚଗଲା ହେଇଥାନ୍ତି, ଗୁରୁଜନଙ୍କ କଥା ବି ମାନନ୍ତିନି, ଶିକ୍ଷକ ଗାଇଡ଼ାନ୍ସରେ ରହିଥାନ୍ତି। ତେବେ ଆପଣ ଯେତେବେଳେ ଲେଖିବା ଆରମ୍ଭ କରିଥିଲେ ଆପଣ କାହା ପାଖରୁ ପ୍ରେରିତ ହୋଇଥିଲେ, କାହା ପାଖରୁ ପ୍ରେରଣା ପାଇଥିଲେ ଲେଖିବା ପାଇଁ? ଦେଖନ୍ତୁ, ମୁଁ ଟିକେ ଆଗରୁ କହୁଥିଲି କି ଲେଖାଟା ମୋର ମନର ଗୋପନ କଥା ନୁହେଁ। ମୁଁ ବହୁତ ବାସ୍ତବବାଦୀ ଲେଖକ। ମୋତେ ଆମ ଜୀବନ ବାଟ ଯେଉଁ ଆମେ ଚାଲୁଛେ, ସେ ବାଟ ଚାଲିବାରେ ଯେତେବେଳେ ଆମେ ଝୁଣ୍ଟି ପଡ଼ୁଛେ, କିଛି ଘଟଣା ଆଉ କିଛି ଦୁର୍ଘଟଣାକୁ ଆମେ ସାମ୍ନା କରୁଛେ, ସେଗୁଡ଼ା ହିଁ ମୋର ଲେଖକ ଆଉ ଲେଖକୀୟ ଯାତ୍ରାର ସବୁଠୁ ବଡ଼ ଗୋଟେ ଉପାଦାନ ଆଉ ଆଧାର। ତେଣୁ ମୁଁ କହିପାରିବିନି ଯେ କାହିଁକି, ସେ କାହିଁକିର ଉତ୍ତର ନାହିଁ, ଯେଉଁଟାକି ସ୍ପଣ୍ଟାନିୟସ୍। ଆଚ୍ଛା, ଆପଣ ଯେମିତି କହିଲେ କି ବାସ୍ତବବାଦୀ ଆପଣ ବହୁତ, ତ ଗୋଟେ ଲେଖା ଲେଖିବା ପାଇଁ କ'ଣ ସବୁ ବାସ୍ତବ ଜିନିଷ ସେଥିରେ ଥାଏ, କିଛି କାଳ୍ପନିକ ନଥାଏ? ଦେଖନ୍ତୁ, କଳ୍ପନା ତ ରହେ। ଯେତେବେଳେ ଆମେ ଗୋଟେ ମୂର୍ତ୍ତି ତିଆରି କରୁଛେ, ସେତେବେଳେ ଟିକେ ରଙ୍ଗ ମାରିବା ଦରକାର, ନହେଲେ ସେ ଆଖିକି ସୁନ୍ଦର ଦେଖାଯିବନି, କିଛି କଥା ନିଶ୍ଚିତ। କାନକୁ ଶ୍ରୁତି ମଧୁର ହେବ ନାହିଁ। ତେଣୁ ରଙ୍ଗ ମାରିବା ବେଳେବେଳେ ଦରକାର। ବଟ୍ ତା'ର ଯେଉଁ ର ମେଟେରିଆଲଟା, ଯେଉଁଟା ପ୍ରାକୃତିକ ଉପାଦାନଟା ଗୋଟେ ମୂର୍ତ୍ତି ତିଆରି କରିବାର, ସେଇଟା ସବୁବେଳେ ବାସ୍ତବବାଦୀ ହେବା ଦରକାର, ବାସ୍ତବଧର୍ମୀ ହେବା ଦରକାର। ତେଣୁ ମୋର ଲେଖାର ଯେଉଁ ଥିମ୍ଟା ସବୁବେଳେ ବାସ୍ତବତା ଭରା। ବାସ୍ତବତା ଭରା ଯେମିତିକି ଆମେ ଯେମିତିକି ଆପଣ ଧର ଲେଖିବାକୁ ଚାହୁଁଛନ୍ତି କି, ଧର ଆପଣ ଗୋଟେ ଝିଅ ହଉ ଗୋଟେ ପୁଅ ହଉ, ତା'ର ଅପୋଜିଟ୍ ସେକ୍ସ ସହିତ ସେତେବେଳେ ଗୋଟେ ପ୍ରେମରେ ପଡ଼ୁଛି, ସେ କହୁଛି ମୁଁ ଚାନ୍ଦକୁ ଯିବି, ଚାନ୍ଦରେ ଜାଗା କିଣିବି, ସେଠି ଫୁଲ ଆଉ ଗଛରେ ସେଠି ଘର କରିବି। ସେଇଠି ସପୋଜ୍ ମୁଁ ଥାଆନ୍ତି, ହଁ ମୁଁ ମଧ୍ୟ ପ୍ରେମରେ ପଡ଼ିବି। ଆଉ ମୋର ଯେଉଁ ଲେଖକୀୟ ଚିନ୍ତାଧାରାଟା ଏଇଭଳିଆ ରହିବ, ନା ମୁଁ ଏଇଠି ଏଇ ଧରିତ୍ରୀରେ କୁଡ଼ିଆଟେ କରିବି, ନଈ କୂଳରେ ତା ପାଖରେ ସାଙ୍ଗ ହେଇ ରହିବି। ତ ଏଇ ଯେଉଁ ଡିଫରେନ୍ସ, ଭାବନାଟା ସମାନ ରହୁଛି, କିନ୍ତୁ ଭାବନାଟାକୁ ଆମେ କେମିତି ବ୍ୟକ୍ତ କରୁଛେ, ଆଜ୍ଞା। ତ କେମିତି ଗ୍ରହଣ କରୁଛେ, ଆଉ ତାକୁ ଆପଣ ଅନ୍ୟମାନଙ୍କ ନିକଟରେ ପ୍ରେଜେଣ୍ଟ କରୁଛେ, ବ୍ୟକ୍ତ କରୁଛେ, ସେଇଟା ହେଉଛି ଇମ୍ପୋର୍ଟାଣ୍ଟ। ତ ବହୁତ ବାସ୍ତବ ଚିନ୍ତାଧାରା ସହିତ ବାସ୍ତବବାଦୀ ହେଇକି ମୁଁ ଭାବେ ଆଉ ଲେଖେ ମଧ୍ୟ। ଆଚ୍ଛା, ଆପଣ ଯେମିତି କହିଲେ କି ପ୍ରେମରେ ପଡ଼ିଲେ ଜଣେ ଏମିତି ଏସବୁ ମାନେ କାଳ୍ପନିକ ଅନୁସାରେ ଅଲଗା ଥାଏ, ବାସ୍ତବିକତାରେ ଅଲଗା ଥାଏ। ତେବେ ଆପଣଙ୍କୁ ଯଦି ପଚାରିବାକୁ ମୁଁ ଚାହିଁବି କି ଆପଣ ଯେତେବେଳେ ଆପଣଙ୍କ ପ୍ରେମିକାକୁ ବର୍ଣ୍ଣନା କରିବେ, କିପରି ବର୍ଣ୍ଣନା କରିବେ? ବୁଝିପାରିଲିନି। ଯେମିତିକି ଆପଣ କହିଲେ କି କାଳ୍ପନିକ ହିସାବରେ ଜଣେ କରିବେ କି ଆମେ ଚାନ୍ଦରେ ଯାଇକି ଏ ଘର କରିବୁ, ଚାନ୍ଦରେ ଯାଇକି ଆମ ପ୍ରେମିକା ସହିତ ରହିବୁ।
ଆପଣ ସେମିତି କ'ଣ ବର୍ଣ୍ଣନା କରିବେ ବାସ୍ତବିକତା ଅନୁସାରେ? ବାସ୍ତବିକ ହିସାବରେ ଲୋକମାନେ ତୁଳନାଧର କରନ୍ତି କାହାକୁ ଆଜ୍ଞା ନିଜ ପ୍ରେମିକାକୁ ଅପ୍ସରା ସହିତ। ନା, ବାସ୍ତବ ଜୀବନରେ ଯେମିତି ଗୋଟେ ପ୍ରେମିକା ଧର କେମିତି ସୁନ୍ଦର ହେବା ଦରକାର, ଗୋଟେ ମୁଣ୍ଡରେ ଗୋଟେ ଛୋଟ ଟିପାଟେ ଥିବ, ପାଦରେ ନାଲି ଅଳତା ଥିବ, ଝୁମକାଟେ ପିନ୍ଧିଥିବ, ତ ଭଲ ଶାଢ଼ୀଟେ କି ପୋଷାକଟେ ପିନ୍ଧିଥିବ। ସେଇ ଆମ ବାସ୍ତବ ଜୀବନରେ ଯାହା ଦରକାର ଗୋଟେ ନାରୀକୁ, ଗୋଟେ ପ୍ରେମିକାକୁ ତା ସୁନ୍ଦର କରିବାରେ, ଏଇଟା ତ ହେଲା ଫିଜିକାଲ କଥା, ବାହିକ କଥା। ଆଉ ଯଦି ମୁଁ ଅନ୍ତଃ ସୁନ୍ଦରତା କଥା କହିବି ତ ନିହାତି ସେ ଭଲ ଗୁଣର ହେଇଥିବା ଦରକାର, ଭଲ ବ୍ୟବହାର ତାଙ୍କର ହେଇଥିବା ଦରକାର। ତାଙ୍କର ବ୍ୟବହାର ଅନ୍ୟମାନଙ୍କ ପାଇଁକା ମାନେ କିଛି ଅନ୍ୟମାନଙ୍କୁ କିଛି ସାହାଯ୍ୟ କରୁଥିବା ଦରକାର, ସେଇଭଳିଆ ମନୋଭାବ ହେଇଥିବା ଦରକାର। ନିଃସ୍ୱାର୍ଥ ଆଉ ନିଃସ୍ୱାର୍ଥ ଢଙ୍ଗରେ କିଛି କରୁଥିବା ଦରକାର। ତ ସେମିତି ବି ତାଙ୍କ ଗୁଣକୁ ମୁଁ ବ୍ୟାଖ୍ୟା କରିବି, ତାଙ୍କର ସୌନ୍ଦର୍ଯ୍ୟକୁ ସେମିତି ବ୍ୟାଖ୍ୟା କରିପାରିବି। ଯେତେବେଳେ ଆପଣଙ୍କ ପ୍ରେମିକାଙ୍କୁ ଏତେ ବ୍ୟାଖ୍ୟା କରିଛନ୍ତି, ତେବେ ମୋର ପ୍ରଶ୍ନ ରହିବ ଆପଣଙ୍କ ପାଇଁ, କେବେ ପ୍ରେମରେ ପଡ଼ିଛନ୍ତି? ବଡ଼ ଜଟିଳ ପ୍ରଶ୍ନ। ପ୍ରେମରେ କିଏ ନ ପଡ଼ିଛି? ପ୍ରେମରେ କ'ଣ ଆପଣ ପଡ଼ିନାହାନ୍ତି? କିନ୍ତୁ ଆପଣ କେଉଁ ପ୍ରେମ କଥା କହୁଛନ୍ତି? ଯେଉଁ ପ୍ରେମକୁ ଆମେ ସାଧାରଣ ସମାଜରେ ପ୍ରେମ ବୋଲି ଆଖ୍ୟା ଦେଇଛନ୍ତି। ସମାଜରେ ତ ପ୍ରେମକୁ ବିଭିନ୍ନ ଭାଗରେ ବିଭିନ୍ନ ଉପାୟରେ ବର୍ଣ୍ଣନା କରାଯାଇଛି, କିନ୍ତୁ ମୋ ହିସାବରେ ପ୍ରେମଟା ସବୁବେଳେ ନିଃସ୍ୱାର୍ଥପର ହେବା ଦରକାର, ନିଃସ୍ୱାର୍ଥ ହେବା ଦରକାର। ପ୍ରେମଟା କାହାକୁ ପାଇବା ପାଇଁ ନୁହଁ, ପ୍ରେମଟା ହରେଇବା ପାଇଁକା। ହରେଇବାରେ ଯେଉଁ ଖୁସି ଥାଏ, ଯାହାକୁ ଆପଣ ଭଲ ପାଉଛନ୍ତି, ସେ ଭଲ ପାଇବା ମଣିଷଟିର ତା'ର ଉନ୍ନତି, ତା'ର ମଙ୍ଗଳ ଯଦି ଆପଣ ନିଃସ୍ୱାର୍ଥପର ଭାବରେ କାମନା କରିପାରିଲେ, ତାହେଲେ ମୋ ମତରେ ସେଇଟା ହିଁ ପ୍ରେମର ଯଥାର୍ଥତା ହେବ। ଆଚ୍ଛା, ସମସ୍ତେ ପ୍ରେମକୁ ଆମେ କୁହନ୍ତି, ପାଇପାରିବା। ଆଚ୍ଛା, ସମସ୍ତେ କୁହନ୍ତି କି ଜଣେ ଲେଖକ, ଜଣେ କବି ପାଇଁ ତାର ପ୍ରେମିକା ହେଉଛି ତାର ଲେଖାର ଯେ ବିଷୟ ରହିଛି, ତାକୁ ସେମାନେ ବ୍ୟାଖ୍ୟା କରନ୍ତି ନିଜର ପ୍ରେମିକା ହିସାବରେ। ତେବେ ଆପଣଙ୍କର ପ୍ରଥମ ପ୍ରେମିକା କିଏ ଥିଲେ ଆପଣଙ୍କ ଲେଖା ଅନୁସାରେ? ତ ଏଇ ଲେଖା ହିଁ ମୋର ପ୍ରେମିକା। ଫିଜିକାଲ ପ୍ରେମିକା ଯେଉଁ କୁହନ୍ତି କି ହଁ, ଜଣେ ପ୍ରେମରେ ପଡ଼ିଲେ ସେ ତାଙ୍କୁ ନେଇକି ବହୁତ ଭାବନ୍ତି ଆଉ ଲେଖନ୍ତି। ତ ଏଇ ଯେଉଁ ଲେଖନୀ, ଏଇ ଯେଉଁ ଲେଖା, ଯେଉଁ କବିତା, ସିଏ ହିଁ ଗୋଟେ ନାରୀ, ଆଉ ତାକୁ ହିଁ ମୁଁ ମୋ ପ୍ରେମିକା କରିଛି। ତା କଥା ସବୁବେଳେ ଭାବେ, ତାକୁ ଚିନ୍ତା କରି ଅନେକ ଧାଡ଼ି ଲେଖେ, ଆଉ ତାକୁ ନେଇକି ମଧ୍ୟ ମୁଁ ଆଜି ସମାଜରେ ଗୋଟେ ଲେଖକ ଭାବରେ ପରିଚିତ ହେଇଛି। ତାକୁ ହିଁ ପ୍ରେମ କରେ, ତା ପ୍ରେମରେ ପଡ଼େ, ତା ପ୍ରେମରେ ହଜେ, ନିଜକୁ ହଜାଏ। ଅତି ସୁନ୍ଦର ପ୍ରେମକୁ ଏତେ ବ୍ୟାଖ୍ୟା କରିଛନ୍ତି, କିନ୍ତୁ ଆପଣଙ୍କର ଗୋଟେ ଆର୍ଟିକଲ୍ ଆସିଥିଲା, ଗୋଟେ ନିର୍ଦ୍ଦିଷ୍ଟ ନ୍ୟୁଜ୍ ପେପରରେ ଆସିଥିଲା କି ମୁଁ କାହିଁ ବାହା ହେବି। କାହିଁକି? ପ୍ରେମକୁ ଏତେ ସୁନ୍ଦର ବ୍ୟାଖ୍ୟା କରୁଛନ୍ତି, ଆପଣ ପ୍ରେମରେ ବି ପଡ଼ିଛନ୍ତି କହୁଛନ୍ତି, କିନ୍ତୁ ଏ ଆର୍ଟିକଲ୍ଟା କାହିଁକି ଆସିଲା? ଦେଖନ୍ତୁ, ମୁଁ କହୁଥିଲି ଟିକେ ଆଗରୁ କି ପ୍ରେମଟା ପାଇବା ପାଇଁ ନୁହେଁ। ଆପଣ ଯାହାକୁ ଭଲ ପାଉଛନ୍ତି, ତାଙ୍କ ସାଙ୍ଗରେ ଆପଣ ଶାରୀରିକ ଭାବରେ ରହିବେ, ସେଇଟା ପ୍ରେମ ନୁହଁ। ଆପଣ ମାନସିକ ସ୍ତରରେ ତାଙ୍କ ପାଖରେ ରହିବା ଦରକାର, ତାଙ୍କ ପାଖରେ ନୁହଁ, ସିଏ ଆପଣଙ୍କ ପାଖରେ ରହିବା ଦରକାର। ତ ଆପଣଙ୍କର ଚିନ୍ତାଧାରା, ଆପଣଙ୍କର ମାନସିକତା ସେତିକି ପବିତ୍ର ହେବା ଦରକାର କି ପ୍ରତିଟି ମୁହୂର୍ତ୍ତରେ ଯେମିତି ଆପଣ ତାଙ୍କୁ ଅନୁଭବ କରୁଥିବେ। ତ ଏଇ ଯେଉଁ ଲେଖା ମୁଁ କାହିଁକି ବାହା ହେବି, ଆର ପ୍ରେମ ସହିତ କିଛି ସମ୍ପର୍କ ନାହିଁ। ତ ସେଇଟା ଗୋଟେ ଚିନ୍ତାଧାରା ସହିତ ଆରମ୍ଭ ହୋଇଥିଲା ସେ ଲେଖାଟା। କେଉଁ ପ୍ରକାର ଚିନ୍ତାଧାରା? କି ଆଜିକାର ବିବାହ ପରେ ଜୀବନଟା ଯେଉଁ ପ୍ରକାରରେ ବଦଳି ଯାଉଛି, ଆଉ ଆଜିକାର ଯେଉଁ ଆଧୁନିକତା, ଚାକଚକ୍ୟ ଆଉ ମ୍ୟାଟେରିଆଲିଷ୍ଟିକ୍ ଯେଉଁ ୱାର୍ଲଡ଼, ଯେଉଁ ପରିବେଶ ଭିତରେ ଆମେ ରହୁଛେ, ତାକୁ ନେଇକି ବିବାହ ପରେ ବଡ଼ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି। ଏମିତି ଅନେକ ଘଟଣା, ବ୍ୟକ୍ତିଗତ ଘଟଣା, କୋର୍ଟ କଚେରୀର ଚାରିପାଖ ଯାକ ନିଜର ଅସ୍ତିତ୍ୱକୁ ଖୋଜୁଛନ୍ତି। ବହୁତ ଗୁଡ଼ିଏ ସମ୍ପର୍କ, ବୈବାହିକ ସମ୍ପର୍କ, ଦାମ୍ପତ୍ୟ ଜୀବନ ଆଜି ଭଗ୍ନ ଆଉ ଅର୍ଦ୍ଧଭଗ୍ନ ଅବସ୍ଥାରେ ସେ କାଳାତିପାତ କରୁଛି। ତେଣୁ ତାକୁ ନେଇକିରି କିଛି ଗୋଟେ ମାର୍କେଟ, କିଛି ଗୋଟେ ସାମାଜିକ ଗବେଷଣା କରିକି ମୁଁ ସେ ଲେଖାଟା ଲେଖିଥିଲି କି ମୁଁ କାହିଁକି ବାହା ହେବି। ତ ଯଦି ଦାମ୍ପତ୍ୟ ଜୀବନରେ ସବୁ ବିଶୃଙ୍ଖଳା ଆସୁଛି,
କିଛି ଇସ୍ୟୁଜ୍ ଆସୁଛି, ଅସୁବିଧା ଆସୁଛି, ତାହେଲେ ଯଦି ଏଇଭଳି ଚାଲେ ଆଗକୁ, ତାହେଲେ ପ୍ରତିଟି ଲୋକ, ପ୍ରତିଟି ପୁରୁଷ, ପ୍ରତିଟି ନାରୀ ସେ ବିବାହ କରିବା ଆଗରୁ 5 ଥର 10 ଥର ଚିନ୍ତା କରିବ ଯେ ମୁଁ କାହିଁକି ବାହା ହେବି, ମୁଁ ନିଶ୍ଚିନ୍ତ ଏକୁଟିଆ ଅଛି ତ ଠିକ୍ ଅଛି। ତ ସମାଜରେ ସେ ଅସୁବିଧା ଗୁଡ଼ା ବଦଳିବା ଦରକାର, ତାର ସମାଧାନ ଆସିବା ଦରକାର, ଦାମ୍ପତ୍ୟ ଜୀବନଟା ସୁରୁଖୁରୁରେ ଚାଲିବା ଦରକାର କି ଆଗାମୀ ଯେଉଁ ଚରିତ୍ରମାନେ ଲୋକମାନଙ୍କ ପାଇଁକା, ଯୁବକ ଯୁବତୀମାନଙ୍କ ପାଇଁକା ଗୋଟେ ଭଲ ସନ୍ଦେଶ ସାଜିବ କି ନିଜ ଦାମ୍ପତ୍ୟ ଜୀବନକୁ ସେ ଗଢ଼ିବେ, ଆଗକୁ ନେବେ। ଆଜ୍ଞା, ବହୁତ ସୁନ୍ଦର। ତ ଏବେ ଯଦି ଆମେ କହିବା କି ତା ପୂର୍ବରୁ ବି ଆପଣଙ୍କର ଗୋଟେ ଆସିଥିଲା ଆର୍ଟିକଲ, ମୁଁ ମଲେ ତୁ ମୋତେ ପାଇବୁ, ଏଇଟା କାହା ଉପରେ ଆଧାର କରିକି ଲେଖିଥିଲେ? ଦେଖନ୍ତୁ, ଆଜିକାର ଯେଉଁ ସମାଜରେ ଆମେ ବଞ୍ଚୁଛେ, ଆଧୁନିକ ସମାଜରେ ବଞ୍ଚୁଛେ, ଆମେ ଏଠି ସମସ୍ତେ ପଇସା ପଛରେ ଗୋଡ଼ଉଛେ ଆଉ କ୍ଷମତା ପଛରେ ଗୋଡ଼ଉଛେ। ସେ ପଇସା ଆଉ କ୍ଷମତା ପାଇଁକା ଯେଉଁ ଆମ ଭିତରେ ଲାଳସା ଅଛି, ସେଇଟା ଗୋଟେ ଲୋକକୁ ମୁଁ କୈନ୍ଦ୍ରିକ କରି ରଖୁଛି। ମୁଁ କମେଇଛି, ମୁଁ ରୋଜଗାର କରିଛି, ମୁଁ ଏଇ କ୍ଷମତାରେ ଭୂଷିତ ହେଇଛି, ଏ ଜାଗାରେ ବସିଛି, ମୁଁ ହିଁ କରିପାରିବି, ଯାହା କରୁଛି ମୁଁ ହିଁ କରୁଛି, ମୁଁ ହିଁ ନିଷ୍ପତ୍ତି ନେଇଛି। ତ ସେ ଆମେ ଶବ୍ଦ ଆସେନି। ଆପଣ ଦେଖିବେ କୌଣସି କାମ ବି କରୁଛନ୍ତି, ତ ଆପଣ ଯେତେବେଳେ କୌଣସି କାହାଙ୍କ ନେତୃତ୍ୱରେ କାମ କରୁଛନ୍ତି, ଦେଖିବେ ସେ କହୁଥିବେ ଯେ କିଛି ଗୋଟେ ଆଚିଭ୍ କଲେ, ଆପଣ ସଫଳତା ପାଇଲେ, ସେ କହୁଥିବେ କି ଏଇଟା ମୁଁ କରିଛି। ସେ କେତେବେଳେ କହୁନଥିବେ ଯେ ଆମେ ଆମ ଟିମ୍ କରିଛି, ଆମେ କରିଛେ। ତ ସେ ମୁଁ ଭାବଟା ଆମ ଭିତରେ ଗୋଟେ ଅହଂ ଭାବ ସୃଷ୍ଟି କରେ। ତ ଗୀତାରେ କୃଷ୍ଣ ଉଦ୍ଧବକୁ କହୁଛନ୍ତି ଯେ ହେ ଉଦ୍ଧବ, ମୁଁ ମଲେ ମୋତେ ତୁ ପାଇବୁ। ଯଦି ଆମେ ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିବାକୁ ଚାହୁଁଛେ, ଈଶ୍ୱରଙ୍କର ନିକଟତର ହେବାକୁ ଚାହୁଁଛେ, ତାଙ୍କୁ ନିଜକୁ ତାଙ୍କ ନିକଟତର କରାଇବାକୁ ଚାହୁଁଛେ, ତାହେଲେ ଆମ ଭିତରୁ ସେ ମୁଁ ଶବ୍ଦକୁ ମାରିବାକୁ ପଡ଼ିବ। ତେଣୁ ସେ କୃଷ୍ଣ କହୁଛନ୍ତି କି ତୁ ମୋ ଭିତରେ ଥିବା, ତୋ ଭିତରେ ଥିବା ସେ ଅହଂ ଭାବକୁ, ସେ ମୁଁକୁ ଯେବେ ମାରିବୁ, ସେତେବେଳେ ତୁ ମୋତେ ପାଇବୁ। ନିଶ୍ଚିନ୍ତ ଭାବରେ ଅତି ସୁନ୍ଦର ଭାବରେ ଆପଣଙ୍କ ଆର୍ଟିକଲଟା ବି ସେତିକି ଆଦୃତ ହେଇଥିଲା ସମସ୍ତଙ୍କ ଦ୍ୱାରା। ଆଜ୍ଞା ଆଜ୍ଞା। କିନ୍ତୁ ଆଉ ଗୋଟେ ଆର୍ଟିକଲ ମୁଁ ପଢ଼ିଛି, ଶୁଣିଛି ବି, ମୋତେ ଟିକେ ଅଖାଡ଼ୁଆ ଲାଗିଥିଲା, ଭିଟାମିନ୍ ଏମ୍। ଆମେ ଏତେ ସାରା ଭିଟାମିନ୍ ତ ଜାଣିଛୁ, କିନ୍ତୁ ଭିଟାମିନ୍ ଏମ୍ କ'ଣ? ଦେଖନ୍ତୁ, ମୁଁ ଟିକେ ଆଗରୁ କହୁଥିଲି ନା, ବର୍ତ୍ତମାନ ଲୋକ ଯେଉଁ ଆଜିକାର ଯେଉଁ ମଣିଷ, ବର୍ତ୍ତମାନର ମଣିଷ, ଆଧୁନିକ ମଣିଷ, ସବୁବେଳେ ନିଜର ଚିନ୍ତାଧାରାର ଯେଉଁ ପରିସୀମାକୁ ସେ ସୀମିତ କରି ରଖିଛି ପଇସା ଆଉ କ୍ଷମତା ଭିତରେ। ଆଜ୍ଞା, ଆଇଦର କ୍ଷମତା ପାଇଁ ସମସ୍ତେ ଲାଳିତ, ନିଜର ବେଷ୍ଟ ଏଫର୍ଟ ଦେଉଛନ୍ତି, କିମ୍ବା ପଇସା ପଛରେ ଗୋଡ଼ଉଛନ୍ତି। ଯେହେତୁ ପଇସା ପଛରେ ଗୋଡ଼ଉଛନ୍ତି, ମଣିଷର ଅଭିଳାଷ ବି, ଆଶା, ଇଚ୍ଛା, ଆକାଂକ୍ଷା ଏଗୁଡ଼ା ମଧ୍ୟ ଧୀରେ ଧୀରେ ବଢ଼ି ବଢ଼ି ଚାଲିଛି। ଯେତେବେଳେ ଆଶା ଆଉ ଅଭିଳାଷ ବଢ଼ି ବଢ଼ି ଚାଲିଛି, ଆମେ ନିଜର ରୋଜଗାରକୁ ମଧ୍ୟ ବଢ଼େଇ ବଢ଼େଇ ଚାଲିଛେ, କେମିତି ଆମେ ରୋଜଗାର କରିପାରିବା। କିନ୍ତୁ ସମାଜରେ ଗୋଟେ ବ୍ୟବସ୍ଥା ଅଛି, ସେ ବ୍ୟବସ୍ଥା ଭିତରେ ଆମେ ନିଜକୁ ସେତିକି ମାନେ କ'ଣ ଉପଯୋଗ କରେଇଛେ, ନିଜକୁ ଯେତିକି ଯଥାର୍ଥ କରେଇଛେ ରୋଜଗାର କରିବା ପାଇଁକା, ଆମେ ସେଇ ପରିମାଣରେ ହିଁ ରୋଜଗାର କରିପାରୁଛେ ସେତିକି କାମ କରିକି। କିନ୍ତୁ ଅଭିଳାଷ ଆଉ ଇଚ୍ଛା ସାଙ୍ଗରେ ସେଇଟା ମ୍ୟାଚ୍ କରୁନି। ସେତେବେଳେ ଆମେ କ'ଣ କରୁନା, କିଭଳି ଅସତ୍ ଉପାୟରେ, ଅଧର୍ମ ଉପାୟରେ, ଅନ୍ୟାୟରେ ଆମେ ପଇସା କମେଇ ପାରିବା, ରୋଜଗାର କରିପାରିବା, ସେଥିପାଇଁ ଆମେ ଚିନ୍ତା କରୁଛେ। ତେଣୁ ପଇସାଟାକୁ ଆମେ ଏବେ ଗୋଟେ ଭିଟାମିନ୍ ଭଳିଆ ଦେଖୁଛେ। ତ ଆମେ ଭିଟାମିନ୍ଟା କେଉଁଠୁ ଆସେ? ଆମ ଖାଦ୍ୟରୁ ଆସେ। ନର୍ମାଲି ଆମେ ଖାଦ୍ୟରୁ ପାଇବା କଥା, କିନ୍ତୁ ଆମେ କିଛି ଗୋଟେ ଖାଦ୍ୟର କିଛି ଅଭାବ ହେଲେ ଦେହର ଶରୀରରେ, ଆମେ ଭିଟାମିନ୍ ବଟିକା ଟାବଲେଟ୍ ନେଉଛେ। ତେଣୁ ପଇସାଟାର ଯେଉଁ ଅଭାବ ଆମେ ଦେଖୁଛେ ନିଜ ଭିତରେ, ନିଜର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁକା, ତେଣୁ ଆମେ ଭିଟାମିନ୍ ଏମ୍କୁ ବାଛିଛେ। ଭିଟାମିନ୍ ମନି, ସେଇଟା ଏମ୍ ଫର୍ ମନି। ସେଥିପାଇଁକା ଆମେ କରପ୍ସନ୍ କରୁଛେ, ଦୁର୍ନୀତି କରୁଛେ। ଦେଖୁଥିବେ ଆପଣ, ନିକଟ ଅତୀତରେ କେତେ ସରକାରୀ ଅଧିକାରୀ ସବୁ ଭିଜିଲାନ୍ସ ଜାଲରେ ଫସିକି ଟ୍ରାପ୍ ହେଇକି କୋଟି କୋଟି ଟଙ୍କା ତାଙ୍କର ଜବତ ହେଉଛି, ଯେଉଁଟା ସେ ଜୀବନ କାଳ ଭିତରେ, ଚାକିରି କାଳ ଭିତରେ କମେଇ ପାରିବେ ନାହିଁ। ସେମାନଙ୍କ ପାଖରେ ବର୍ତ୍ତମାନ ତାଠୁ 10 ଗୁଣା, ତାଠୁ 100 ଗୁଣା, 50 ଗୁଣା ପଇସା ତାଙ୍କ ପାଖରେ ବରାମଦ ହେଉଛି। ତ ତାକୁ ନେଇକି ମୁଁ ସମାଜରେ ଗୋଟେ ପରିବର୍ତ୍ତନ ଆଣିବା ପାଇଁକା ଦୁର୍ନୀତି ଉପରେ ଲେଖିଥିଲି ଭିଟାମିନ୍ ଏମ୍। ଆଚ୍ଛା, ଏତେ ପରିବର୍ତ୍ତନ ପାଇଁ ଆପଣ ଆର୍ଟିକଲ ଲେଖିଛନ୍ତି, ବିଭିନ୍ନ ପ୍ରକାର ରାଜନୈତିକ ଉପରେ ବି ମଧ୍ୟ ଆପଣ ଲେଖିଛନ୍ତି ଆର୍ଟିକଲ। କେବେ ସମାଲୋଚନାର ଶିକାର ହେଇଛନ୍ତି? ହେଇଛି, ଅନେକ ଥର ହେଇଛି। ଦେଖନ୍ତୁ, ଆମେ ଯାହା କରୁଛେ, ଆପଣ ଯାହା କରୁଛନ୍ତି, ମୁଁ ଯାହା କରୁଛି, ସେଇଟା ସମସ୍ତଙ୍କୁ କ'ଣ ଭଲ ଲାଗିବ ବୋଲି କିଛି ସେମିତି ଠିକ୍ ଅଛି କି? ତ କାହାକୁ ଭଲ ଲାଗିବ?
କାହାକୁ ଭଲ ଲାଗିବନି। ଦେଖନ୍ତୁ ଆମେ ଯେତେବେଳେ ଗୋଟେ ଘଟଣାକୁ ନେଇକି ଲେଖୁଛେ କିଛି ଜିନିଷକୁ ଥିମ୍ କରିକି, ତ ସେତେବେଳେ ଆମର ଯେଉଁ ଦୃଷ୍ଟିଭଙ୍ଗୀଟା ସେ ଜିନିଷକୁ ଗ୍ରହଣ କରିବାର ଅଲଗା ଥାଏ। କିନ୍ତୁ ହୁଏତ ଅଲଗା ଲୋକ, ବିଭିନ୍ନ ଲୋକ ସେ ଘଟଣାଟାକୁ, ସେ ଥିମ୍କୁ ଅଲଗା ଆକାରରେ ଦେଖୁଥିବେ। ତ ନିଶ୍ଚିନ୍ତ ଆପଣ ଯେମିତି ଜଷ୍ଟିଫାଏ କରିବାକୁ ଚାହୁଁଥିବେ, ହୁଏତ ସେମାନେ ତାକୁ ଗ୍ରହଣ କରୁନଥିବେ କି ସେଥିରେ କିଛି ଆହୁରି ଉନ୍ନତି ଚାହୁଁଥିବେ, ତ ସମାଲୋଚନା ହୁଏ। ତ ସେ ସମାଲୋଚନାଟା କିନ୍ତୁ ମୁଁ ସକାରାତ୍ମକ ଭାବରେ ଗ୍ରହଣ କରେ କି ମୋର କିଛି ତ୍ରୁଟି ରହିଗଲା କି କୌଣସି ଲେଖିବାର କୌଣସି ଦିଗକୁ ମୁଁ ଛାଡ଼ିଗଲି କି, ତ ସେଥିରେ ମୁଁ ଚେଷ୍ଟା କରେ ଯଦି କିଛି ସେମିତି ପାଏ ତ୍ରୁଟି, ମୁଁ ଚେଷ୍ଟା କରେ କି ଆଗାମୀ ଦିନରେ ତାକୁ ମାର୍ଜିତ କରିବା ପାଇଁକା। କେବେ ଆପଣଙ୍କୁ କିଏ କହିଛନ୍ତି କି ତମେ ଏମିତି କାହିଁକି ଲେଖିଲ, ଏମିତି ଲେଖିବାର ନଥିଲା, ସେ ପ୍ରକାର ନା, କେବେ ଫେସ୍ ଏମିତି କରିଛନ୍ତି? ଲେଖିବାର ନଥିଲା କେହି କହିନାହାନ୍ତି, ବଟ୍ ଏମିତି ଲେଖିଥିଲେ ଆହୁରି ଭଲ ହେଇଥାନ୍ତା ସେମିତି କହିଛନ୍ତି ସମସ୍ତେ ଆପ୍ରିସିଏଟ୍ କରନ୍ତି ଲେଖାରେ। ପ୍ରାୟତଃ। ବହୁତ ଆପ୍ରିସିଏସନ୍ ଆସେ, ରେକଗ୍ନିସନ୍ ଆସେ, ଆଉ ବ୍ଲେସିଂସ୍ ବି ବହୁତ ଆସେ, ଆଶୀର୍ବାଦ କରନ୍ତି, ଭଲ ପାଆନ୍ତି। ନିଶ୍ଚିନ୍ତ ଭାବରେ ଆପଣଙ୍କର ଯଦି ଆମେ ଓଡ଼ିଆ ଲେଖା ଦେଖିବା, ଆର୍ଟିକିଲ୍ ହଉ କି ଷ୍ଟୋରି 700ରୁ ଉର୍ଦ୍ଧ୍ୱ ଅଛି। ଏବଂ ଯଦି ଓଡ଼ିଆରେ କବିତା କହିବା ତ 150ରୁ ଅଧିକ ଆପଣ କବିତା ଲେଖିଛନ୍ତି। ଓଡ଼ିଆରେ ଭାଷା ଜ୍ଞାନ ଏତେ କିଛି ସ୍ପେଶାଲ କୋର୍ସ କରିଥିଲେ ନା କେମିତି? ହଁ, ନା, ଓଡ଼ିଆରେ ସେମିତି କିଛି ମୁଁ ସ୍ୱତନ୍ତ୍ର ପାଠ୍ୟକ୍ରମକୁ ଅନୁଧ୍ୟାନ କରିନି, ଯାଇନି। ବଟ୍ ଲେଖାଟା ହେଉଛି ମୋର ଗୋଟେ ସ୍ୱତଃପ୍ରତ ପ୍ରବୃତ୍ତି। ଓଡ଼ିଆ ଭାଷା ଏ ଶବ୍ଦ ଗୁଡ଼ା କେମିତି ନିଜ ଭିତରେ ଆସେ, କେମିତି ବାହାରେ, କେମିତି ଭିତରେ ଭିତରେ ସିଏ ସଂଯୋଜନା ହୁଏ ତା'ର, ସେଇଟା ମୋତେ ମଧ୍ୟ ବେଳେବେଳେ ଆଶ୍ଚର୍ଯ୍ୟାନ୍ୱିତ କରେ, ମୋତେ ବି ଆଶ୍ଚର୍ଯ୍ୟ ଲାଗେ। ଆଉ ମୋତେ ଲାଗେ, ଏଠି ମୁଁ ବିଶ୍ୱାସ କରିବାକୁ ବାଧ୍ୟ ହୁଏ ଯେ ମୋର ବୋଧେ କିଛି ପ୍ରାରବ୍ଧ ଥିଲା ପୂର୍ବ ଜନ୍ମରେ, ମୁଁ ଏଇ ସାହିତ୍ୟ ସହିତ, ଓଡ଼ିଆ ସହିତ କିଛି ଆଗରୁ ସମ୍ପର୍କ ଥିଲା, ଆଉ ଯେଉଁଟାକି ଏ ଜନ୍ମରେ ମୋର ରିକଲ୍ ହେଉଛି, ଆଉ ଥରେ ମୁଁ ତାକୁ ରିଜ୍ୟୁମ୍ ହେଉଛି, ପଶ୍ ହେଇଯାଇଥିଲା। ହଁ, ନିଶ୍ଚୟ। ଏତେ ସୁନ୍ଦର ସାହିତ୍ୟର ଜର୍ଣ୍ଣି ଆପଣଙ୍କର ପ୍ରଥମ ଆଚିଭମେଣ୍ଟ ଆପଣ କେବେ ପାଇଥିଲେ ଏବଂ କେଉଁ ବିଷୟକୁ ନେଇକି? ଦେଖନ୍ତୁ, ସଫଳତା ପଛରେ ମୁଁ କେବେ ଗୋଡ଼େଇନି, ସଫଳତା ପଛରେ କେବେ ଧାଇଁବାକୁ ଚେଷ୍ଟା ମଧ୍ୟ କରେ ନାହିଁ। ମୁଁ ଚାହେଁ କି ମୋର ଯେଉଁ କର୍ତ୍ତବ୍ୟ ଲେଖା ପାଇଁକା, ସେଇଟା ନିଃସ୍ୱାର୍ଥପର ଭାବରେ ଆଉ ନିଃସ୍ୱାର୍ଥ ଢଙ୍ଗରେ କରିଚାଲେ। ସେଥିପାଇଁକା ମଧ୍ୟ ବହୁତ ଗୁଡ଼ିଏ ସାଧନା ମୁଁ କରିଛି, ସଂଘର୍ଷ କରିଛି। କିନ୍ତୁ ଏଇ ଯେଉଁ ସଫଳତା ଗୁଡ଼ା କିଛି ଆୱାର୍ଡ଼ସ୍ ଆକାରରେ ହେଉ, ପଇସା ଆକାରରେ ହେଉ, ସେଇଟା ବାଟରେ ଗୋଟେ ଗୋଟେ ଛକ ଭଳିଆ ପଡ଼ିଛି ମୋର ଲେଖକୀୟ ଯାତ୍ରାରେ, ଆଉ ସ୍ୱତଃପ୍ରତ ଭାବରେ ସେଗୁଡ଼ା ଆସିଛି ମୋ ପାଖକୁ। ମୋର ପ୍ରଥମ ମୁଁ ପୁରସ୍କୃତ ହେଇଥିଲି ଗୀତାଞ୍ଜଳି ଉତ୍କର୍ଷ ସମ୍ମାନ 2024ରେ, ରାଜ୍ୟର ଶ୍ରେଷ୍ଠ ଯୁବ ଲେଖକ ଭାବରେ। ତାପରେ ଆଦିତ୍ୟ ସେବା ସମ୍ମାନ, ସଂସ୍କୃତି ସେବା ସମ୍ମାନ, ତାପରେ ଉତ୍କଳ ରତ୍ନ ସମ୍ମାନ, ଏମିତି ବହୁତ ଗୁଡ଼ିଏ ସମ୍ମାନରେ ମଧ୍ୟ ମୁଁ ସମ୍ମାନିତ ହେଇଛି। ଆଚ୍ଛା, ଏତେ ସମ୍ମାନର ଅଧିକାରୀ ଯେତେବେଳେ ଆମ ଗହଣରେ ଅଛନ୍ତି, ତ ଆଜ୍ଞା, ତାଙ୍କୁ ମୋର ଆଉ ଗୋଟେ ପ୍ରଶ୍ନ ରହିବ, ଆପଣଙ୍କର ପ୍ରଥମ ବହି ଆଜ୍ଞା। କେବେ ଆସିଥିଲା ଏବଂ କ'ଣ? ଏଇଟା ମୋର ଜାନୁଆରୀ 2024 ମସିହାରେ ସମୟ ସମୟର କଥା କହିକି ଗୋଟେ ଗଳ୍ପ ସଂକଳନ, ସେଇଟା ଉନ୍ମୋଚନ ହେଇଥିଲା ଆମର ପୂର୍ବତନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ସାର୍ଙ୍କ କରକମଳରେ। ତ ସେଇଟା 30 ଗୋଟି ହୃଦୟ ଛୁଆଁ ଗପକୁ ନେଇକି ସେ ଗଳ୍ପ ସଂକଳନ ହେଇଥିଲା। ସେଇଟା ବହୁତ ବିକ୍ରି ବି ହେଇଛି ସେ ବହି, ଆଉ ବହୁତ ପାଠକୀୟ ଆଦୃତି ମଧ୍ୟ ଲାଭ କରିଛି। ବହୁତ ଗୁଡ଼ିଏ କମ୍ପ୍ଲିମେଣ୍ଟସ୍ ଆସିଛି ତାକୁ ନେଇକି। ଆଉ ମୋର ଦ୍ୱିତୀୟ ବହି ଏଇ ଗତ 2025 ଡିସେମ୍ବର ମାସରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମ୍ୟାଡ଼ାମଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସେ ବହିଟା ଥିଲା ମୋର ଗୋଟେ ଲଳିତ ନିବନ୍ଧ ସଂକଳନ, ଯାହାର ନାଁ ଥିଲା ନିରୁଦ୍ଦିଷ୍ଟ ନୀରବତା। ଏତେ ସାରା ଲେଖା ରଖିଛନ୍ତି ଆପଣ, ଏତେ ସାରା ଗଳ୍ପ ସଂକଳନ ଆପଣଙ୍କ ବାହାରି ସାରିଛି। ଯେତେବେଳେ ଲେଖନ୍ତି ଆପଣ, ସେତେବେଳେ ଆପଣଙ୍କର ମସ୍ତିଷ୍କର ମାନେ କେମିତି, ଯଦି ମାନେ ସେତିକି ମାଇଣ୍ଡ ସେଟ୍ କରିସାରିଲା ପରେ ତ ଲେଖାଟା ହେଇଥାଏ, ତ ସେମିତି କେମିତିକା ପରିବେଶ ଆପଣଙ୍କୁ ଦରକାର ଲେଖିବା ପାଇଁ? ଦେଖନ୍ତୁ, ପରିବେଶଟା ମୋତେ ଫିଜିକାଲ୍ ପରିବେଶ ଯେଉଁ ସେଇଟା ଦରକାର ହୁଏନି, ସୁଇଟେବଲ୍ ହେବା ଦରକାର ସେମିତି ନୁହଁ। ଜଣେ ଯଦି ମୋ ସାମ୍ନାରେ ନାଚିବ ଗାଇବ ମଧ୍ୟ ମୁଁ ଲେଖିଦେଇପାରିବି। ମୋର ମାନସିକ ପରିବେଶଟା ସେଇଟା ନୀରବ ହେବା ଦରକାର, ଶାନ୍ତ ହେବା ଦରକାର ସେ ପରିବେଶଟା। ତ ମାନସିକ ସ୍ତରରେ ମୁଁ ଶାନ୍ତ ଓ ନୀରବ ହେବା ଦରକାର ଲେଖିବା ପାଇଁକା। ଆଚ୍ଛା,
ଯଦି ମାନସିକ ପରିବେଶକୁ ଏତେ ଶାନ୍ତ ରଖୁଛନ୍ତି ହୁଁ। ତାହେଲେ ମୁଁ ନିଶ୍ଚିନ୍ତ ଭାବରେ ଜାଣିବାକୁ ଚାହିଁବି ଆପଣଙ୍କ ଦୈନିକ ଯେଉଁ ରହିଛି କାର୍ଯ୍ୟକ୍ରମ ମାନେ ଡେଲି ରୁଟିନ୍ ଆମେ ଯେଉଁଟା କୁହନ୍ତି ଆମର ଦୈନନ୍ଦିନ କାର୍ଯ୍ୟ ସବୁ କେମିତି କ'ଣ କେଉଁ ସମୟରେ? ମୁଁ ଟିକେ ବହୁତ ଏର୍ଲି ମର୍ଣ୍ଣିଂ ଉଠିଯାଏ, ଯେମିତିକି 4:45 ବେଳକୁ ବେଡ୍ ଛାଡ଼ିଦିଏ 4:45 ସବୁଦିନ। 4:45, 4:30, 4:45 ବେଳକୁ। ତ ତାପରେ ଘର ପାଇଁକା କିଛି ବ୍ୟକ୍ତିଗତ କାମ ଥାଏ, ସେଗୁଡ଼ା ସାରିକି ମୁଁ 8:30 ସୁଦ୍ଧା ଅଫିସ୍ ବାହାରି ଆସେ। ତ ପୁଣି ଘରେ ପହଞ୍ଚିଲା ମଧ୍ୟ 8ଟା ବାଜେ। ପୁଣି ଘରର କିଛି କଥା ଦେଖିକି ପୁଣି ମୁଁ ମୋର ଆଇଦର କାଗଜଟେ କଲମଟେ କିମ୍ବା ମୋର ଲ୍ୟାପଟପ୍ ଧରିକି ବସି ପଡ଼େ ଲେଖିବା ପାଇଁକା। ତାପରେ ଜାଣିନି କେତେବେଳେ ସେ ସରେ। ତ 2-3 ଘଣ୍ଟା, 4 ଘଣ୍ଟା, 5 ଘଣ୍ଟା, ଗୋଟେ ଗୋଟେ ରାତି ମଧ୍ୟ ବିତିଯାଏ। ପୁଣି ତା ପରଦିନ ସକାଳୁ ଦୈନନ୍ଦିନ ଜୀବନ ଯାହା କାର୍ଯ୍ୟକ୍ରମ ରହିଥାଏ ତାକୁ ପୁଣି ମୁଁ ଅନୁସରଣ କରେ। ରାତି ରାତି ବସିକି ଲେଖିଛନ୍ତି ଆପଣ? ୟେସ୍, ବହୁତ ଏମିତି ଅନେକ ରାତି। ଆଚ୍ଛା, ଆପଣ ଯେମିତି କହିଲେ କି ଦୈନନ୍ଦିନ କିଛି ନା କିଛି ଲେଖନ୍ତି, କିନ୍ତୁ ଦୈନନ୍ଦିନ ଆମ ଜୀବନରେ ସେମିତି କିଛି ଘଟଣା ଘଟେ ଯାହାକୁ ଆପଣ ଯେମିତି କହିଲେ କି ଆପଣ ବାସ୍ତବବାଦୀ, ବାସ୍ତବ ଜିନିଷକୁ ନେଇକି ଆପଣ ଲେଖାନ୍ତି। ତ ପ୍ରତିଦିନ ଏମିତି କ'ଣ ଘଟଣା ଘଟେ ଯେ ଆପଣ ପ୍ରତିଦିନ ଲେଖିବା ପାଇଁ ତାକୁ ବସନ୍ତି? ପ୍ରତିଦିନ ମୁଁ 100 କିଲୋମିଟର ଯାତ୍ରା କରେ ଘରୁ ଅଫିସ୍। ତ ପାଖାପାଖି 3 ଘଣ୍ଟାରୁ ଉର୍ଦ୍ଧ୍ୱ ଯାତ୍ରା, ଯେଉଁଠିକି ମୁଁ ରାସ୍ତାରେ, ବସ୍ରେ, ଟ୍ରେନ୍ରେ ଶହ ଶହ ଲୋକଙ୍କୁ ମଧ୍ୟ ଦେଖେ। ତ ତାଙ୍କର ଯେଉଁ ଦୈନନ୍ଦିନ ଜୀବନ, ତାଙ୍କର ଯେଉଁ କଥା କହିବା ଶୈଳୀ, ବସିବା ଶୈଳୀ, କିଛି ଘଟଣା, କିଛି ଦୁର୍ଘଟଣା, ସେଗୁଡ଼ା ହିଁ ମୋର ଲେଖକୀୟ ଯାତ୍ରାର ଗୋଟେ ଗୋଟେ ଥିମ୍। ସେଇଠୁ ହିଁ ଥିମ୍ ମିଳିଯାଏ ମୋତେ। ଆଚ୍ଛା, ଯଦି ଥିମ୍ ଆପଣ ଯେମିତି କହିଲେ କି ଦୈନନ୍ଦିନ କିଛି ଯେଉଁ ଜିନିଷ ଆସି ଲୋକମାନଙ୍କୁ ହୃଦୟକୁ ଛୁଏଁ, ମୋତେ ବିଚଳିତ କରେ, ଆଉ ତାକୁ ମୁଁ ଗୋଟେ ଷ୍ଟ୍ରକ୍ଚର୍ କରେ ଆଉ ତାକୁ ଲେଖେ। ଆଚ୍ଛା, ଯେମିତି ଦୈନନ୍ଦିନ ଜୀବନରେ ଆପଣ ବହୁତ କିଛି ଲକ୍ଷ୍ୟ କରୁଛନ୍ତି, ତାକୁ ଆପଣଙ୍କ ଲେଖାରେ ଉତାରୁଛନ୍ତି, ସେମିତି କିଛି ଶିକ୍ଷା ମିଳିଛି ଆପଣଙ୍କୁ କେବେ? ଲାଇକ୍ ମାନେ ପବ୍ଲିକ୍ ଫିଗରରୁ କିଛି ଦେଖିକି ଆପଣଙ୍କୁ ଶିଖିବାକୁ ମିଳିଛି ତାଙ୍କ ପାଖରୁ? ପବ୍ଲିକ୍ ଫିଗର ୟା ପବ୍ଲିକ୍? ପବ୍ଲିକ୍ ଫିଗର ୟା ପବ୍ଲିକ୍ ବୋଥ୍? ଆଚ୍ଛା, ହଁ। ଆକ୍ଚୁଆଲି ଆମର ଜୀବନର ପ୍ରତିଟି ମୁହୂର୍ତ୍ତରେ ଆମଠୁ କାହାଠୁ ନା କାହାଠୁ କିଛି ଶିଖିବାର ଅଛି। ଆମେମାନେ ସମସ୍ତେ ଏଠି ଅସମ୍ପୂର୍ଣ୍ଣ, କେହି ଶତକଡ଼ା ସମ୍ପୂର୍ଣ୍ଣ ନୁହନ୍ତି। ତ କାହାର କିଛି ଭଲ କଥା, ଭଲ ଗୁଣ, ଭଲ କାର୍ଯ୍ୟକଳାପ ମୋତେ ତା ଆଡ଼କୁ ଆକୃଷ୍ଟ କରେ। ଆଉ ଯଦି ମୋ ଭିତରେ ସେଇଟା ଗୋଟେ ନକାରାତ୍ମକ ଭାବ ନେଇକି ଥାଏ, ମୁଁ ସାଙ୍ଗେ ସାଙ୍ଗେ ତାକୁ ମାର୍ଜିତ କରେ, ଶିଖେ, ନିଶ୍ଚିନ୍ତ ଭାବରେ। ତ ଆମେ ଯଦି ଆଉ ଆପଣଙ୍କୁ ଲେଖା ମାଧ୍ୟମରେ ଶିଖେଇବାକୁ ଚେଷ୍ଟା କରେ। ତ ଏଇ ଯେଉଁ ଲେଖା ଶବ୍ଦଟି ଆପଣ ତାକୁ କେଉଁ ହିସାବରେ ଗ୍ରହଣ କରିଛନ୍ତି? ଲେଖାକୁ ମୁଁ ମୋର ଗୋଟେ ସାମାଜିକ ଦାୟିତ୍ୱବୋଧତା ଭାବରେ ତାକୁ ଗ୍ରହଣ କରିଛି। ଯେମିତିକି ଦେଖନ୍ତୁ, ଆମେ ଆମ ଜୀବନରେ ଯେତେବେଳେ ପାଠ ପଢ଼ୁଛେ, କୌଣସି ଜାଗାରେ ଏଷ୍ଟାବ୍ଲିଶ୍ ହେଇଯାଉଛେ, ରୋଜଗାରକ୍ଷମ ହେଉଛେ, ସେତେବେଳେ ଆମର ଯେଉଁ ଦାୟିତ୍ୱବୋଧତାଟା ସେଇଟା କନଫାଇଣ୍ଡ ହେଇକି ରହିଯାଉଛି ଆମର ପରିବାର ଭିତରେ, କି ମୋ ପରିବାର ପାଇଁ ମୋତେ କରିବାର ଅଛି। ସେତେବେଳେ ଆମେ ସମାଜକୁ ଭୁଲି ଯାଉଛେ। ତ ଭଗବାନ ଏଇଟା ମୋତେ ଗୋଟେ ବହୁତ ଭଲ ଗୁଣ ଦେଇଛନ୍ତି, ମୁଁ ତାଙ୍କଠୁ ଆଶୀର୍ବାଦରେ ପାଇଛି। ତ ମୁଁ ଚେଷ୍ଟା କରେ କି ମୋର ଲେଖା ମାଧ୍ୟମରେ, ମୋର ଲେଖନୀ ମାଧ୍ୟମରେ ସମାଜରେ କେମିତି ଗୋଟେ ଗଠନାତ୍ମକ ଆଉ ସକାରାତ୍ମକ ପରିବର୍ତ୍ତନ ଆଣିବି, ଲୋକମାନଙ୍କର ମନ, ଚିନ୍ତାଧାରା, କାର୍ଯ୍ୟକଳାପରେ ପରିବର୍ତ୍ତନ ଆଣିପାରିବି। ଆମେ ଯଦି ପଚାରିପାରିବୁ ଶ୍ରୀ ରାକେଶ ସାର୍ଙ୍କୁ କି ଲେଖାକୁ ଆପଣ ଆପଣଙ୍କ ନିଶା ନା ପେସା କେଉଁ ଭାବରେ କହିଲି ନା, ଆପଣେଇବେ? ଏଇଟା ମୋର ପେସା ନୁହେଁ। କାହିଁକି? ଲେଖା ହେଉଛି ମୋର ଗୋଟେ ନିଶା ଆଉ ଗୋଟେ ସାମାଜିକ ଦାୟିତ୍ୱବୋଧତା। ତ ପେସା ଭାବରେ ଆପଣ ତାକୁ କାହିଁକି ଆପଣେଇଲେନି? ଦେଖନ୍ତୁ, ଯଦି ଆମେ ପେସା ଭାବରେ କୌଣସି ପ୍ରଫେସନାଲି ଦେଖିବା କୌଣସି ଜିନିଷକୁ, ସେଥିରେ ଆପଣଙ୍କର ସେ ଯେଉଁ ଡେଡିକେସନ୍ଟା, ସମର୍ପିତ ଭାବନାଟା ଆସିବନି। ପ୍ରଫେସନାଲି ଦେଖିବେ ଆପଣ ତାକୁ, ମାନେ ମୁଁ ଯିବି 8 ଘଣ୍ଟା ପାଇଁ ପରଫର୍ମ କରିବି, ପଳେଇ ଆସିବି ଘରକୁ। କିନ୍ତୁ ଯଦି ଆପଣ ତାକୁ ନିଶା ଭାବରେ ଗ୍ରହଣ କରିବେ, ଦାୟିତ୍ୱବୋଧତା ଭାବରେ ଗ୍ରହଣ କରିବେ, ସେଥିପାଇଁକା ଆପଣଙ୍କ ପାଖରେ କୌଣସି ସମୟ ସୀମା ଆପଣ ରହିବ ନାହିଁ। କୌଣସି ସମୟ, ପର୍ଟିକୁଲାର ସମୟ, ସକାଳ, ସଞ୍ଜ, ରାତି, ଆପଣଙ୍କୁ ଆପଣଙ୍କ ଭିତରେ ଗୋଟେ ବିରତି ଭାବ ସୃଷ୍ଟି କରିବନି ଯେ ଆ ପାଇଁ ମୁଁ ଏତିକି ସମୟ ଦେବି ବା କରିବି ବା କରିପାରିବି। ତ ଆପଣ ପ୍ରତିଟି ମୁହୂର୍ତ୍ତ ଆପଣ ତା ପାଇଁକା ଡେଡିକେଟ୍ କରିପାରିବେ। ଆଚ୍ଛା, ଆପଣ ତ ବହୁତ ସାରା ଗଳ୍ପ ଲେଖିଛନ୍ତି, ବହୁତ ସାରା ପ୍ରବନ୍ଧ ଲେଖିଛନ୍ତି, କିନ୍ତୁ ଆପଣ ବେଶୀ ଆର୍ଟିକଲକୁ କାହିଁକି ଫୋକସ୍ କରନ୍ତି?
ଦେଖନ୍ତୁ ଯେତେବେଳେ ମୁଁ ଲେଖିବା ଆରମ୍ଭ କଲି ସେତେବେଳେ ମୁଁ ଗଳ୍ପ ଆଉ କବିତାରୁ ହିଁ ଆରମ୍ଭ କରିଥିଲି। କିନ୍ତୁ ଯେତେବେଳେ ମୋର ପାଠକ ସଂଖ୍ୟା ବଢ଼ିଲା, ଯେତେବେଳେ ତାଙ୍କଠାରୁ ମତାମତ ସବୁ ଆସିବାକୁ ଲାଗିଲା ମୋ ପାଖକୁ, ସେତେବେଳେ ମୁଁ ଜାଣିବାକୁ ପାଇଲି ଯେ ସେମାନେ ଆକୁ ଗୋଟେ ମନୋରଞ୍ଜନ ଭାବେ ଦେଖୁଛନ୍ତି, ଏଣ୍ଟରଟେନମେଣ୍ଟ ଭାବରେ ଦେଖୁଛନ୍ତି। କିନ୍ତୁ ମୋର ଲେଖାକୁ ନେଇକି ଗୋଟେ ଚିନ୍ତାଧାରା ଥିଲା ଯେ ଲେଖା ମାଧ୍ୟମରେ କେମିତି ମୁଁ ସମାଜରେ ପରିବର୍ତ୍ତନ ଆଣିବି। ତ ସେଥିରେ ଦେଖିବାକୁ ପାଇଲି ଯେ ଯେଉଁଥିରେ ଆର୍ଟିକିଲ୍ସ ବା ନିବନ୍ଧ ଯେଉଁଟା ଆମର ଏଡିଟୋରିଆଲ ପେଜରେ ସମ୍ପାଦିକ ପୃଷ୍ଠାରେ ପ୍ରକାଶିତ ହେଉଛି, ଲୋକମାନେ ତାକୁ ପଢ଼ିକି ଟିକେ ସିରିୟସ୍ ହେଉଛନ୍ତି। ସେ ଚେଷ୍ଟା କରୁଛନ୍ତି ତାକୁ ଗ୍ରହଣ କରିକି ନିଜ ଜୀବନଶୈଳୀରେ ତାକୁ ଇମ୍ପ୍ଲିମେଣ୍ଟ କରିପାରିବେ, ଉପଯୋଗ କରିପାରିବେ। ସେଥିପାଇଁ ମୁଁ ମୋର ଲେଖାକୁ ଗପ ବି ଲେଖୁଛି, ବଟ୍ ଗଳ୍ପରୁ ବେଶୀ ଫୋକସ୍ କଲି ନିବନ୍ଧ ଆଉ ସ୍ତମ୍ଭ ଲେଖିବା ପାଇଁକା, ନିଶ୍ଚିତ। ଯାହାଦ୍ୱାରା ଲୋକ ତାକୁ ବେଶୀ ଗ୍ରହଣ କରୁଛନ୍ତି ନିଜ ଭିତରେ ପରିବର୍ତ୍ତନ ଆଣିବା ପାଇଁକା। ସମସ୍ତେ କୁହନ୍ତି ଗୋଟିଏ କଲମ ଧରିଥିବା ଲୋକ ତ ସମାଜକୁ ବଦଳାଇ ଦେଇପାରେ, ତ ଆପଣ ସେଥିରେ କେତେ ବିଶ୍ୱାସ ରଖନ୍ତି କି ନା ଏହା ଦ୍ୱାରା କିଛିଟା ପରିବର୍ତ୍ତନ ହେଇପାରିବ? ମୁଁ ବହୁତ ବିଶ୍ୱାସ ରଖେ। ବିଶ୍ୱାସ ଆସୁନଥିଲା, କିନ୍ତୁ ଯେତେବେଳେ ମୋର ଲେଖାର ପ୍ରକାଶନ ସଂଖ୍ୟା ବଢ଼ି ବଢ଼ି ଚାଲିଲା, ସେତେବେଳେ ଲୋକମାନଙ୍କ ଠାରୁ ବହୁତ ଗୁଡ଼ିଏ ଫିଡ଼ବ୍ୟାକ୍ ଆସିବାକୁ ଲାଗିଲା। ବହୁତ ଡିଫରେଣ୍ଟ ପିପଲ୍, ମାନେ ଥାଉଜେଣ୍ଡସ୍ ଅଫ୍ ଲୋକ, ମାନେ ପାଠକ ପାଠିକା ମୋର ଅଛନ୍ତି ଥ୍ରୁ ଆଉଟ୍ ଦ ଷ୍ଟେଟ୍। ଆପଣ ଡିଫରେଣ୍ଟ କର୍ଣ୍ଣର ଯେଉଁ ଜିଲ୍ଲାକୁ ଯାଆନ୍ତୁ ସେଠି 50 ଜଣ 100 ଜଣ ପାଇବେ ମୋର ପାଠକ ନିଶ୍ଚିତ। ପାଠିକା। ତ ତାଙ୍କ ଭିତରେ ଯେତେବେଳେ ଫିଡ଼ବ୍ୟାକ୍ ଆସେ, ସେମାନେ ସେ ଫିଡ଼ବ୍ୟାକ୍ରୁ ହିଁ ମୁଁ ପାଏ ଯେ ଜାଣିବାକୁ ପାଏ ଯେ ହଁ, ମୋର ଲେଖା ତାଙ୍କ ଭିତରେ କିଛି ପରିବର୍ତ୍ତନ ଆଣିଛି, ତାଙ୍କୁ ପରିବର୍ତ୍ତିତ କରିଛି, ତାଙ୍କ ଚିନ୍ତାଧାରାରେ, କାର୍ଯ୍ୟକଳାପରେ ସେମାନେ ମୋ ଲେଖାକୁ ଗ୍ରହଣ କରୁଛନ୍ତି। ତ ଲାଗେ ଆଉ ବହୁତ ଖୁସି ହୁଏ କି ମୋର ଲେଖା ଦ୍ୱାରା ଯଦି ଗୋଟିଏ ଲୋକ ବି ବଦଳି ପାରିଲେ ସମାଜରେ, ମୁଁ ତାଙ୍କୁ ବଦଳେଇ ପାରିଲି। ଆଚ୍ଛା, ଯଦି ଆମେ ପଚାରିବାକୁ ଚାହିଁବ ଜଣେ ଲେଖକ, ଜଣେ କବି, ଜଣେ ଗାଳ୍ପିକ, ପ୍ରାବନ୍ଧିକ ହିସାବରେ ଆପଣଙ୍କର ସମ୍ପତ୍ତି କ'ଣ? ଦେଖନ୍ତୁ, ମୋର ସମ୍ପତ୍ତି ହେଉଛି ପାଠକୀୟ ସମ୍ପତ୍ତି। ଯେଉଁ ପାଠକ ପାଠିକାମାନଙ୍କର ଯେଉଁ ଭଲ ପାଇବା, ଆଶୀର୍ବାଦ, ସେମାନଙ୍କର ମତାମତ ଆଉ ସମାଲୋଚନା ମଧ୍ୟ, ସେ ହିଁ ମୋର ସବୁଠୁ ବଡ଼ ସମ୍ପତ୍ତି, ସବୁଠୁ ବଡ଼ ରୋଜଗାର ସେଇଟା ମୋର। ଆଚ୍ଛା, ତେବେ ଯଦି ସମ୍ପତ୍ତି ସେଟା ରହିଲା, ତାହେଲେ ଆପଣଙ୍କର ଦୁର୍ବଳତା? ଦୁର୍ବଳତା ହେଉଛି ମୋର ମନର ସମ୍ବେଦନଶୀଳତା। କିନ୍ତୁ ସେଇଟା ମୋର ଗୋଟେ ବହୁତ ବଡ଼ ଶକ୍ତି ମଧ୍ୟ, କାହିଁକିନା ସେଇ ସମ୍ବେଦନଶୀଳ ଗୁଣକୁ ନେଇକି ତା ମାଧ୍ୟମରେ ହିଁ ମୁଁ ଲେଖିବା ପାଇଁ ସକ୍ଷମ ହୁଏ, କିଛି ଅନୁଭବ କରିବା ପାଇଁ ସକ୍ଷମ ହୁଏ। ତ ବାସ୍ତବବାଦୀ ହିସାବରେ ଆପଣ କାହାକୁ ବିଶ୍ୱାସ କରନ୍ତି? ପ୍ରତିଟି ଘଟଣାକୁ ଯାହା ଆମ ଆଗରେ ଅଛି ଆଜିକୁ ମୁଁ ବିଶ୍ୱାସ କରେ। ମୁଁ ତେବେ ଅତୀତ ଗୋଟେ ପ୍ରେରଣା ଭାବରେ ନିଏ, ଆଗାମୀ କାଲି ଦେଖିନି, ଆଉ ଆଜିକୁ ନେଇକି ମୁଁ ବାଟ ଚାଲେ। ତଥାପି ଆମେ ରାତିରେ ତ ଶୋଇଥାଉ, ସକାଳକୁ ଉଠିବାର ଯେଉଁ ଇଚ୍ଛାଟା ଥାଏ, ଫୋନରେ ଗୋଟେ ଆଲାର୍ମ ସେଟ୍ କରିକି ଆମେ ଶୋଇଥାଉ କି ନା ସକାଳକୁ ନିଦ ଭାଙ୍ଗିବ, କିନ୍ତୁ ସେଇଟା କାହାର ଭରସା ନଥାଏ କି ସକାଳକୁ ନିଦ ଭାଙ୍ଗିବ କି ନାହିଁ। ତଥାପି ଯଦି ଆମେ ଭବିଷ୍ୟତ ଉପରେ କହିବା, ତ ଭବିଷ୍ୟତ ଉପରେ ଆପଣ କେତେ ବିଶ୍ୱାସ କରନ୍ତି? ଆଗାମୀ ଆସନ୍ତା କାଲିକୁ ମୁଁ ବିଶ୍ୱାସ କରେ, ବଟ୍ ଆଜିକୁ ନେଇକି ବାଟ ଚାଲେ। ଆଜି ଧର ମୁଁ ଆପଣଙ୍କ ହିସାବରେ କି କାଲି ପାଇଁକା ମୁଁ ଆଲାର୍ମ ସେଟ୍ କରୁଛି ଉଠିବା ପାଇଁକା ଜଲ୍ଦି, ତ ସେଇଟା ଆଜି ହିଁ କରୁଛି ନା। ତ ଆଜି ପାଇଁକା ସେଇଟା ଦରକାର ମୋର, କି ଆଲାର୍ମ ସେଟ୍ କଲେ କାଲି ହିଁ ଉଠିବି ମୁଁ। ତ ସେ ଆଜିକୁ ନେଇକି ହିଁ ମୁଁ ଚାଲେ, ଆଉ ଆଜିକୁ ହିଁ ବିଶ୍ୱାସ କରେ। ଆଚ୍ଛା, ସମସ୍ତେ କୁହନ୍ତି କି ବାସ୍ତବବାଦୀ ଯେଉଁମାନେ ଥାଆନ୍ତି ଭଗବାନଙ୍କ ଉପରେ ଏତେ ବିଶ୍ୱାସ ରଖନ୍ତିନି, ତେବେ ଆପଣଙ୍କର ଈଶ୍ୱରଙ୍କ ପ୍ରତି କ'ଣ ଦୃଷ୍ଟିଭଙ୍ଗୀ ରହିଛି? ଈଶ୍ୱରକୁ ମୁଁ ବହୁତ ବିଶ୍ୱାସ କରେ, ବହୁତ ଭଲ ପାଏ, କିନ୍ତୁ ମୋତେ ଲାଗେ କି ଆମେ ସମସ୍ତେ ଜଣେ ଜଣେ କସ୍ତୁରୀ ମୃଗ ପରିକା ଏଠି। ଈଶ୍ୱର ତ ଆମ ଭିତରେ ଅଛନ୍ତି, କିନ୍ତୁ ଆମେ ଯେଉଁ ଲୋକମାନେ ମୁଁ ଦେଖିଛି ବହୁତ ପୂଜା, ତପ, ଉପବାସ ଏସବୁ କରନ୍ତି। ମୁଁ ସେମାନଙ୍କର ବିଶ୍ୱାସକୁ ଆଘାତ ଦେବାକୁ ଚାହେଁନି, ସେଇଟା ମଧ୍ୟ ଈଶ୍ୱରଙ୍କୁ ପାଇବାର ଗୋଟେ ମାର୍ଗ। କିନ୍ତୁ ମୁଁ ଯେଉଁ ମାର୍ଗ ବାଛିଛି ସେଇଟା ହେଉଛି ଭଲ ପାଇବାର ମାର୍ଗ। ମୁଁ ବିଶ୍ୱାସ କରେ ଯେ ଈଶ୍ୱର ମୋ ଭିତରେ ଅଛନ୍ତି, ମୋ ସାଙ୍ଗରେ ଅଛନ୍ତି। ମୁଁ ତାଙ୍କୁ ପ୍ରତିଟି ମୁହୂର୍ତ୍ତରେ ଅନୁଭବ କରେ, ନିଜ ଭିତରେ ତାଙ୍କୁ କୋଳେଇ ନିଏ, ନିଜ କୋଳରେ ଧରେ। ଆଉ ସେ ଭଲ ପାଇବାରେ ଏତେ ଶକ୍ତି ଥାଏ ଯେ ତାଙ୍କ କଥା ମନେ ପକାଇ, ତାଙ୍କ କଥା ଚିନ୍ତା କରି ମୋ ଆଖିରୁ, ମୋ ଅଜାଣତରେ 2 ଟୋପା ଲୁହ ଖସି ଆସେ। ତେବେ ସେମିତି ଈଶ୍ୱରଙ୍କ ଉପରେ କିଛି ଆଧାର କରିକି ଲେଖିଛନ୍ତି ଆପଣ? ନା, ସେମିତି କିଛି ଲେଖିନି। କାହିଁକି ଲେଖିନାହାନ୍ତି? ସେଇ କସ୍ତୁରୀ ମୃଗ ଗୋଟେ ଲେଖିଥିଲି, ସେଇ ବାସ୍ତବତାକୁ ନେଇକି କି ଭଗବାନ ଭଲ ପାଇବାରେ ହିଁ ମିଳନ୍ତି। ଆପଣ ଦେଖିଥିବେ ଆମର ଆଜିକାଲି ଆପଣଙ୍କ ବାଡ଼ିରେ ଆପଣ ଗୋଟେ ଗଛ ଲଗେଇଥିବେ, ଫୁଲ ଗଛ,
ସକାଳକୁ ଆପଣ ଉଠିଲା ବେଳକୁ ଲୋକ ଫୁଲ ଚୋରି କରି ନେଇଥିବେ। ନିଶ୍ଚିତ। ତ ଲୋକମାନେ ଚାହାନ୍ତି କି ଫୁଲ ମେଞ୍ଚେ ନେଇକି ମେଞ୍ଚେ ଭୋଗ ନେଇକି ତ ଈଶ୍ୱରଙ୍କୁ ସେମାନେ ଅର୍ପଣ କରନ୍ତି, ସମର୍ପିତ କରନ୍ତି। କିନ୍ତୁ ସେ ଭୋଗ ଫୁଲ ଈଶ୍ୱର କେତେ ଗ୍ରହଣ କରନ୍ତି? ତ ସେମାନେ କସ୍ତୁରୀ ମୃଗ ପରିକା ଈଶ୍ୱରଙ୍କ ପଛରେ ଧାଆନ୍ତି, କିନ୍ତୁ ଈଶ୍ୱର ତାଙ୍କ ଭିତରେ ହିଁ ଥାଆନ୍ତି। ଆମେ ଆମ ଭିତରେ ହିଁ ତାଙ୍କୁ ପାଇପାରିବା, ତାଙ୍କର ସତ୍ତାକୁ, ତାଙ୍କର ସାନ୍ନିଧ୍ୟକୁ ଆମେ ନିଜ ଭିତରେ ହିଁ ଉପଲବ୍ଧ କରିପାରିବା। ତେବେ ଯଦି ମଣିଷ ମାନେ ଏଇ ପ୍ରକାର ମାନେ ଆପଣ ଯେମିତି କହିଲେ କି କସ୍ତୁରୀ ମୃଗ ହିସାବରେ ପୂଜା କରିଥାନ୍ତି ଠାକୁରଙ୍କ ପାଖରେ, ସେମାନେ ଅର୍ପଣ କରିଥାନ୍ତି ସବୁ ନେଇକି, ତେବେ ଗୋଟେ ମଣିଷର ପ୍ରକୃତି କେମିତି ହେବା ଦରକାର ଆପଣଙ୍କ ଭାଷାରେ? ଓ ଆମେ ସମସ୍ତେ ଜଣେ ଜଣେ ପ୍ରଥମେ ଭଲ ମଣିଷ ହେବା ଦରକାର। ଦେଖିବେ ଆମେ ଏଠି ବିଭିନ୍ନ ରୋଲ୍ ପ୍ଲେ କରୁଛେ, ବିଭିନ୍ନ ଗୋଟେ ଚରିତ୍ରଟା ଆମେ ଭୂମିକା ନିଭାଉଛେ। ଏଠି ଆମେ ଯଦି ଭଲ ମଣିଷ ହେବା, ଆମେ ପ୍ଲେ କରୁଥିବା ପ୍ରତିଟି ଯେଉଁ କ୍ୟାରେକ୍ଟର ସବୁ ହିଁ ଭଲ ହେବ। ଆଉ ମଣିଷ ତାର ପ୍ରକୃତିରେ ସେ ସବୁବେଳେ ନିସ୍ୱାର୍ଥପର ହେବା ଦରକାର। ଆଉ ଯାହା କରୁଛି ସେ ନିଃସ୍ୱାର୍ଥ ଭାବନା ନେଇକି କରିବା ଦରକାର। ଆଚ୍ଛା, ତ ଏତେ ଯଦି ମଣିଷଙ୍କ ବିଷୟରେ ଏସବୁ କଥା କହିଲେ, ତେବେ ଆପଣ ଗୋଟେ ସାଧାରଣ ମଣିଷ ହିସାବରେ ଆପଣଙ୍କ ଜୀବନର ଲକ୍ଷ୍ୟ କ'ଣ? ମୋ ଜୀବନ ଲକ୍ଷ୍ୟ ହେଲା, ଟିକେ ଆଗରୁ କହୁଥିଲି କି ଭଲ ମଣିଷ ହେବା। ଆଉ ମୁଁ ଜାଣିଛି ମୁଁ ଯଦି ଭଲ ମଣିଷ ହେଇପାରିବି, ନିଜକୁ ଭଲ ଭାବରେ ଗଢ଼ି ତୋଳି ପାରିବି, ତାହେଲେ ମୁଁ ଯେତେଟା ରୋଲ୍ ପ୍ଲେ କରୁଛି ଏଠି ସବୁ ଗୁଡ଼ା ଭଲ ହେବ। ଆଚ୍ଛା, ଯଦି ଜଣେ ଦୁନିଆ ସମସ୍ତେ ଭଲ ମଣିଷ ହେଇଯିବେ ତ ରାମ ରାଜ୍ୟ ହେଇଯିବ ନା ଏଠି? ରାମରାଜ୍ୟ ହେବା ଦରକାର। ସମସ୍ତେ ହେଇପାରିବେନି, ବଟ୍ ଆମେ ଚେଷ୍ଟା କରିବା ସମସ୍ତଙ୍କ ଭିତରେ କିଛି ଭଲ ଗୁଣକୁ ଜାଗ୍ରତ କରିବା ପାଇଁକା। ଭଲ ଖରାପ ହେଉଛି ମୁଦ୍ରାର ଦୁଇଟା ପାର୍ଶ୍ୱ ପରିକା। ସୋ ଭଲ ଖରାପ ଗୁଣ ଦୁଇଟାକ ଆମ ଭିତରେ ଅଛି। ଆମେ ଯାହାକୁ ଡେଭଲପ୍ କରିବା ସେଇ ହିସାବରେ ହିଁ ଆମେ ଅନ୍ୟ ପାଖରେ ନିଜକୁ ପ୍ରତିପାଦିତ କରିପାରିବା। ତାହେଲେ ଯଦି ଆମେ ଦେଖିବା ଆପଣଙ୍କର ଲେଖା ଉପରେ ଗୋଟେ ସାଧାରଣ ଜୀବନ ଏବଂ କାହାଣୀ, ଏ ଦୁଇଟି ସମ୍ବନ୍ଧରେ ଆପଣଙ୍କର କ'ଣ ରହିଛି? ୟା ଭିତରେ ସାମଞ୍ଜସ୍ୟ କ'ଣ ରହିଛି, ଫରକ କ'ଣ ରହିଛି? ଦେଖନ୍ତୁ, ଜୀବନ ହେଉଛି କାହାଣୀ ପରିକା, ଆଉ କାହାଣୀ ହେଉଛି ଜୀବନ ପରିକା। ଗୋଟିଏର ଅନ୍ୟଟି ବିନା ଏଠି ଅସ୍ତିତ୍ୱ ନାହିଁ, ସତ୍ତା ନାହିଁ ତା'ର। ତ ଆମରି ଜୀବନରୁ ହିଁ କାହାଣୀର ସୃଷ୍ଟି। ଆଉ ବହୁତ ଗୁଡ଼ିଏ କାହାଣୀ, ବହୁତ ଗୁଡ଼ିଏ ଜୀବନର ମାର୍ଗଦର୍ଶକ ମଧ୍ୟ ହେଇଛି। ତ ଦୁଇଟା ଏକ ପରିପୂରକ, ଗୋଟିଏ ବିନା ଅନ୍ୟଟିର କଥା, ଅନ୍ୟଟିର ଅସ୍ତିତ୍ୱ ଅସମ୍ଭବ। ଯଦି ଆମେ ଦେଖିବା କି ଶ୍ରୀ ରାକେଶ ସାର୍ଙ୍କର ଯେଉଁ ରହିଛି ତାଙ୍କର ପଥ ବା ତାଙ୍କର ଯେଉଁ ମାର୍ଗ ରହିଛି, ସେ କେଉଁ ଜୀବନୀ କିମ୍ବା କେଉଁ କାହାଣୀରୁ ଅନୁପ୍ରାଣିତ? ଗୋଟିଏ ଲୋକ ସମାଜରେ, ଯେକୌଣସି ମଣିଷ ଚିହ୍ନା ହେଉ ଅଚିହ୍ନା ହେଉ, ଯଦି ନିଃସ୍ୱାର୍ଥପର ଭାବରେ, ନିଃସ୍ୱାର୍ଥ ଭାବରେ ଆଉ କାହା ପାଇଁକା ବିନା କୌଣସି ସମ୍ପର୍କରେ କିଛି କରୁଛି, ନିଜର ଅବଦାନ ଦେଉଛି, ସେ ବ୍ୟକ୍ତି, ତାଙ୍କର ବ୍ୟକ୍ତିତ୍ୱ ଆଉ ତାଙ୍କର କାର୍ଯ୍ୟ, ଏ ତିନିଟା ଯାକ ହିଁ ମୋର ପ୍ରେରଣାର ଉତ୍ସ। ମୁଁ ପ୍ରେରିତ ହୁଏ ତା ଦ୍ୱାରା। ଏତେ ସାରା କବିତା ଲେଖିଛନ୍ତି, ସବୁଠୁ ଆପଣଙ୍କୁ କେଉଁ କବିତାଟି, ଆପଣଙ୍କ ଲେଖାର କେଉଁ କବିତାଟି ବେଶୀ ଭଲ ଲାଗିଛି? ଦେଖନ୍ତୁ, ପ୍ରତିଟି ଲେଖାର ମୁଁ ହେଉଛି ମୋର ଜନ୍ମଦାତା। କେଉଁ ମା' ବାପା କ'ଣ କହିପାରିବେ ମୋର ଏଇ ସନ୍ତାନଟା ଖରାପ ବୋଲି? ତ ପ୍ରତିଟି ଲେଖା ମୋର ହୃଦୟରୁ ହିଁ ବାହାରିଥାଏ। ତଥାପି ମା ବାପାଙ୍କର ଗେଲା ଛୁଆ ଥାଆନ୍ତି ନା, ତାହେଲେ ସେ ମୋ ମତରେ ଭଲ ପାଇବାଟା ମା ବାପାଙ୍କର ସମାନ ଥାଏ ସବୁ ପିଲା ପ୍ରତି। ସେଇଟା ସେ ସନ୍ତାନକୁ ଲାଗେ ଯେ ମୋତେ କମ୍ ଭଲ ପାଉଛନ୍ତି, ଆଉ ମୋର ବଡ଼ ଭାଇକୁ କିମ୍ବା ସାନ ଭଉଣୀକୁ ବେଶୀ ଭଲ ପାଉଛନ୍ତି। ଭୁଲ କଥା ସେଇଟା। ବାପା ମାଆଙ୍କ ପାଖରେ ସବୁ ପିଲା ସମାନ ଥାଆନ୍ତି। ତେଣୁ ମୋ ପାଇଁକା ପ୍ରତିଟି ଲେଖା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ତଥାପି ଯେଉଁଟା ଲେଖକ ପାଠକୀୟ ଆଦୃତି ବେଶୀ ପାଇଛି, ଅନ୍ୟ ଲୋକମାନଙ୍କୁ ହୃଦୟକୁ ବେଶୀ ଛୁଇଁଛି, ସେହି ହିସାବରେ କହିପାରିବେ ଯେ ହଁ, ଏମିତି ମୋର ଅନେକ ଲେଖା ଅଛି ଯେଉଁଟାକି ବିଭିନ୍ନ ଲୋକକୁ ଛୁଇଁଛି, ତାଙ୍କର ହୃଦୟକୁ। ତ ଆପଣଙ୍କୁ ଯଦି କିଛି ତା ଭିତରୁ ଧାଡ଼ି ମନେ ଥିବ, ପଂକ୍ତି ନିଶ୍ଚିତ ଭାବରେ। ହଁ, ଠିକ୍ ଅଛି। ଏଇ କବିତାର ଶୀର୍ଷକ ହେଉଛି ତୁମେ ଆସ। ତୁମେ ଆସ ମୋ ଚେତନା ଘେରି, ସବୁ ସ୍ୱପ୍ନକୁ ଏକକାର କରି, ସବୁ ଆଶା ଆଉ ଆକାଂକ୍ଷାକୁ ନେଇ, ଏକମାତ୍ର ସ୍ୱପ୍ନ ଯାଅ ଦେଇ। ଯେ ସପନେ ଅଛି ଭଲ ପାଇବାର, ହୃଦୟ ହବ ମୋର ଆଜି ପ୍ରେମ ପାରାବାର। ତୁମେ ଆସ,
ତୁମେ ଆସ ଆଜି ଏଇ ବସନ୍ତରେ, ଭରିଦିଅ ଭଲ ପାଇବାର ସମ୍ଭାର ମମ ହୃଦୟରେ। କହିଦିଅ କାନେ କାନେ ଆଜି ମିଳନ ଦିନେ, କହିଦିଅ ଭଲ ପାଅ ବୋଲି କୋଇଲିର ସେ କୁହୁ ଗାନେ। ଯାହା ଶୁଣି ଅଟକିଯିବ ପବନ, ଆଉ ରହିଯିବ ସମୟ। ପ୍ରେମ ଇତିହାସରେ ସୃଷ୍ଟି ହେବ ଏକ ନୂତନ ଅଧ୍ୟାୟ। ତୁମେ ଆସ, ତୁମେ ଥରୁଟିଏ ଆସ, ତୁମେ ଆସ। ଅତି ସୁନ୍ଦର, ଥ୍ୟାଙ୍କ ୟୁ। ବହୁତ ହି ବଢ଼ିଆ କବିତା। ଏଥିରୁ ଜଣାପଡ଼ୁଛି କି ଦର୍ଶକମାନେ କେତେ ଆଦୃତି ଦେଇଥିବେ ଏ କବିତାକୁ। ଆଜ୍ଞା। ତେବେ ଭାଷା ଜ୍ଞାନ ଉପରେ ଏତେ ରହିଛି ଆପଣଙ୍କ ନଲେଜ ରହିଛି, ତେବେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏ ତିନୋଟି ଶବ୍ଦକୁ ଆପଣଙ୍କ ମତାମତରେ ଆପଣଙ୍କର ଭାଷାରେ କ'ଣ ବ୍ୟାଖ୍ୟା କରିବେ? ଦେଖିବେ, ମୁଁ ଯେତିକି ମୋର ଭାଷାକୁ ବୁଝିଛି, ମୋର ଓଡ଼ିଆ ଭାଷା, ସାହିତ୍ୟ ଆଉ ସଂସ୍କୃତି ବହୁତ ପୁରାତନ ଆଉ ବହୁତ ସମ୍ବେଦନଶୀଳ ଭରା, ବହୁତ ପ୍ରେମ ଭରା। ତା ଭିତରେ ଛୋଟ ଛୋଟ କଥା ଅଛି, ଛୋଟ ଛୋଟ ଜିନିଷ ଅଛି ଯାହାକି ଆପଣଙ୍କ ହୃଦୟକୁ ଏମିତି ଛୁଇଁ ଦେଇଯିବ। ତ ମୁଁ ଚେଷ୍ଟା କରୁଛି ଏଇ ଭାଷା, ସାହିତ୍ୟ, ସଂସ୍କୃତି କୁ ଉପରେ ଗୋଟେ ବଡ଼ ଅବଦାନ ନିଜର ଦେବା ପାଇଁକା। ଆଗାମୀ ଦିନରେ ଯଦି ସରକାରଙ୍କ ଦ୍ୱାରା ମୋତେ ସେମିତି କିଛି ଦାୟିତ୍ୱ ମିଳେ ଆକୁ ସଜାଡ଼ିବା ପାଇଁକା, ଆ ଭିତରେ କିଛି ଉନ୍ନତି ଆଣିବା ପାଇଁକା, ତ ନିଶ୍ଚୟ ମୁଁ ମୋର ଶ୍ରେଷ୍ଠ ଅବଦାନ ଦେବାକୁ ଚେଷ୍ଟା କରିବି। ଆପଣଙ୍କ ପେଶାରେ ଜଣେ ପିଆର ଏବଂ ନିଶାରେ ଜଣେ ଲେଖକ, କେଉଁଟାକୁ ବେଶୀ ପ୍ରାଧାନ୍ୟ ଦେବେ ଆପଣ ଆପଣଙ୍କ ଜୀବନରେ? ଦେଖନ୍ତୁ, ଦୁଇଟା ଯାକ ତ ଇମ୍ପୋର୍ଟାଣ୍ଟ ମୋ ପାଇଁକା। ଆପଣ ତ ପ୍ରଥମେ ବଞ୍ଚିବା ଦରକାର ସମାଜରେ, ନିଶ୍ଚିତ। ତେଲୁଣ ଦୁନିଆରେ, ତେଣୁ ସେଥିପାଇଁକା ଗୋଟେ ବୃତ୍ତି ଦରକାର। ତ ବୃତ୍ତି କରୁଛେ ଆମେ ଆମର ଯେଉଁ ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରିବା ପାଇଁକା, ସେଇଟାକୁ ମଧ୍ୟ ମୁଁ ପ୍ରାଧାନ୍ୟ ଦେବି। ଯେହେତୁ କିଛି ଲୋକ ମୋ ପରିବାରରେ ଅଛନ୍ତି ଯେଉଁମାନେ କି ମୋ ଉପରେ ନିର୍ଭର କରନ୍ତି ସମାଜରେ ବଞ୍ଚିବା ପାଇଁକା, ପରିବାରରେ ତାଙ୍କର ପ୍ରତିପୋଷଣ ହେବା ପାଇଁକା, ପ୍ରତିପୋଷିତ ହେବା ପାଇଁକା। ତେଣୁ ସେଇଟାକୁ ମଧ୍ୟ ଗୁରୁତ୍ୱ ଦେବି, କାରଣ ମୁଁ ରୋଜଗାର କରୁଛି, ମୋର ବୃତ୍ତିକୁ ମୁଁ ଗୁରୁତ୍ୱ ଦେଉଛି। ଦ୍ୱିତୀୟରେ, ମୁଁ ମୋ ଭିତରେ ମୋ ପାଇଁ, ମୋ ଆତ୍ମାରୁ ବଞ୍ଚିବାକୁ ଚାହେଁ, ଆଉ ସେଇଟା ମୁଁ ମୋର ଲେଖା ମାଧ୍ୟମରେ ହିଁ ପାଏ। ତ ଦୁଇଟା ଯାକ ମୋ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କାହା ବିନା ଦୁଇଟା ଯାକର ଗୋଟିଏ ଯଦି କିଛି ଇଏ ରହେ ତାହେଲେ ମୁଁ ଅସମ୍ପୂର୍ଣ୍ଣ। ନିଶ୍ଚିତ ଭାବରେ। ତ ଯେବେ ଆପଣ ପ୍ରଥମେ ଲେଖା ଆରମ୍ଭ କରିଥିଲେ ଆପଣଙ୍କ ପିଲାବେଳୁ, ଘରେ କେବେ ଜଣେଇଥିଲେ ଏ ବିଷୟରେ? ଘରେ ଜଣେଇ ନଥିଲି। ଘରେ ଟିକେ ବେଶୀ ପ୍ରାଧାନ୍ୟ ଦିଅନ୍ତି ମୋର ପାଠ ପଢ଼ାକୁ, ଆଉ କେମିତି ଭଲରେ ଏଷ୍ଟାବ୍ଲିଶ୍ ହେବି ସମାଜରେ, ସେଥିପାଇଁ। କିନ୍ତୁ ତ ଘରେ ଜାଣନ୍ତିନି ସେ ବିଷୟରେ। ଯେତେବେଳେ ମୋର ଲେଖା ଗୁଡ଼ା ବହୁଳ ମାତ୍ରାରେ ପ୍ରକାଶିତ ହେଲା ବିଭିନ୍ନ ଦୈନିକ ସମ୍ବାଦପତ୍ରରେ, ତ ଘର ଲୋକ ମଧ୍ୟ ଖବରକାଗଜରୁ ପଢ଼ିବାକୁ ଲାଗିଲେ ମୋ ଲେଖା। ତ ସେତେବେଳେ ଆଉ ଗୋଟେ ମୋତେ ସମାଜରେ ଗୋଟେ ପ୍ରତିଷ୍ଠା ମିଳିଲା, ଗୋଟେ ସ୍ୱତନ୍ତ୍ର ପରିଚୟ ମିଳିଲା। ସେତେବେଳେ ହିଁ ଘର ଲୋକ ମୋତେ ଭଲ ପାଇଲେ ଗୋଟେ ଲେଖକ ହିସାବରେ, ଆଉ ମୋର ଲେଖାକୁ ମଧ୍ୟ ଆପ୍ରିସିଏଟ୍ କଲେ। ଆପଣ ଲେଖା ଲେଖୁଥିଲେ, ବହୁତ ସାରା ପ୍ରବନ୍ଧ ଗଳ୍ପ ଲେଖୁଥିଲେ, ପେପରରେ ଲେଖା ଦେବା, ପେପରରେ ଯେତେବେଳେ ଆପଣ ପ୍ରବନ୍ଧ କି ନିବନ୍ଧ ଦିଆହେବ, ସେ ଆଇଡ଼ିଆଟା କେଉଁଠୁ ଆସିଥିଲା? କିଏ କହିଥିଲେ ନା ନିଜ ମନକୁ ଆସିଥିଲା? ନା, ମୁଁ ଖବରକାଗଜରେ ଅନ୍ୟମାନଙ୍କ ଲେଖା ପଢ଼େ ନା, ତେଣୁ ମୋତେ ଲାଗିଲା କି ଯେତେବେଳେ ଲାଗିଲା ମ୍ୟାଗାଜିନ୍, କଲେଜ ମ୍ୟାଗାଜିନ୍ କି ଅଲଗା ବିଭିନ୍ନ ପତ୍ରପତ୍ରିକାରେ ବାହାରିଲା ଲେଖା, ତ ସେଠୁ ଯେତେବେଳେ ଆସିଲା ଭଲ ଫିଡ଼ବ୍ୟାକ୍, ତ ମୋତେ ଲାଗିଲା କି ମୋର ଲେଖକର ସ୍ତର ଆଉ ଲେଖକୀୟର ଯେଉଁ ସ୍ତରଟା ସେଇ ସ୍ତରକୁ ଆସିଲାଣି, ତ ସେତେ ଉଚ୍ଚକୋଟୀର ହେଲାଣି। ତ ଏବେ ଖବରକାଗଜରେ ବୋଧେ ବାହାରି ପାରିବ, ଯୋଗ୍ୟ ହେଲାଣି ସେ। ଧୀରେ ଧୀରେ ମୁଁ ଖବରକାଗଜରେ ଦେଲି, ଆଉ ୱିଦାଉଟ୍ ଏନି ଇନଫ୍ଲୁଏନ୍ସ ସେଇଟା ପ୍ରକାଶିତ ହେଇଥିଲା। ତେବେ ଏତେ ସୁନ୍ଦର ଯାତ୍ରା ଆପଣଙ୍କର ଆଗକୁ ମଧ୍ୟ ଜାରି ରହିଛି। ତେବେ ଆପଣଙ୍କ ନଜରରେ ଓଡ଼ିଆ ସାହିତ୍ୟର ଆଗାମୀ ସମ୍ଭାବନା କ'ଣ ରହିଛି? କ'ଣ ସେ ବିଷୟରେ ଆପଣଙ୍କର ମତାମତ? ଯଦି ସମ୍ଭାବନାର କଥା ଉଠୁଛି, ତେବେ ନୂଆ ସମ୍ଭାବନା ମାନେ ଯେଉଁ ଅଛନ୍ତି, ନୂଆ ଲେଖକ ଲେଖିକା, ସେମାନଙ୍କୁ ଆମକୁ ସୁଯୋଗ ଦେବାକୁ ପଡ଼ିବ। ଆମେ ତ ମାଡ଼ି ବସିବାନି ସାହିତ୍ୟର ସେ ଯେଉଁ ଦାୟିତ୍ୱ ଭାରକୁ।
ଗୋଟେ ସର୍ଟେନ୍ ଏଜ୍ ପର୍ଯ୍ୟନ୍ତ ଗୋଟେ ସର୍ଟେନ୍ ଟାଇମ୍ ପର୍ଯ୍ୟନ୍ତ ଆମେ ସେଟାକୁ ଟାଣି ନେବା ଆମ କାନ୍ଧରେ। ମୁଁ ମଧ୍ୟ ଗୋଟେ ଅତିଥି ଘରେ ଡାକିଥିଲେ ଗୋଟେ ସଭାରେ, ମୁଁ ସେଇଠି କହିଥିଲି ଯେ ଯେତେବେଳେ ମୋର 500 ଲେଖା ପ୍ରକାଶିତ ହେଇଯିବ ସେତେବେଳେ ମୁଁ ପ୍ରକାଶନ କରିବା ଛାଡ଼ିଦେବି, ଆଉ ନ୍ୟୁଜ୍ ପେପରରେ ମୋ ଲେଖା ଆସିବନି। ଏହାର ଲକ୍ଷ୍ୟ ହେଉଛି ଯେ ମୋର ଗୋଟେ ବର୍ଷରେ ଦେଖୁଥିଲି 70-80ଟା ଲେଖା ପ୍ରକାଶିତ ହେଉଛି, ପ୍ରବନ୍ଧ, ଗଳ୍ପ, କବିତା ସବୁ ମିଶିକି। ତ 70-80ଟା ଜାଗା ଖାଲି ହିଁ ପଡ଼ିବ ନ୍ୟୁଜ୍ ପେପର ଖବରକାଗଜରେ। ମୁଁ ଚାହୁଁଛି ସେ ଜାଗା, ସେ ସ୍ଥାନ ଯେଉଁ ନୂଆ ଲେଖକମାନେ ସୃଷ୍ଟି ହେଉଛି ସେମାନଙ୍କୁ ଦିଆଯାଉ, ସେମାନେ ବି ପରିଚୟ ପାଆନ୍ତୁ। ସେ ପରିଚୟ ପାଇବା ଦ୍ୱାରା ତାଙ୍କ ଭିତରେ ବି ଆଗ୍ରହ ସୃଷ୍ଟି ହେଉ ଆହୁରି ଲେଖିବା ପାଇଁକା। ସେମାନେ ମଧ୍ୟ ଧୀରେ ଧୀରେ ଏହି ସାହିତ୍ୟର ଯେଉଁ ଭାରକୁ ନିଜ କାନ୍ଧରେ ବହନ କରନ୍ତୁ, ସେମାନେ ତାକୁ ଆଗକୁ ଟାଣି ନିଅନ୍ତୁ। କାଲି ସକାଳେ ମୁଁ ବୁଢ଼ା ହେଇଯିବି ଆଉ 10 ବର୍ଷ ପରେ, 20 ବର୍ଷ ପରେ, ତ ସେମାନଙ୍କର ଦାୟିତ୍ୱ ରହିବ କି ଆମେ କେମିତି ନେବୁ ଟାଣିକି। ମୁଁ ତାଙ୍କର ଆମ ଭଳି ଲେଖକ ସେମାନଙ୍କର ମାର୍ଗଦର୍ଶକ ସାଜିପାରିବେ, କିନ୍ତୁ ସେମାନେ ତାଙ୍କ କାନ୍ଧରେ ବୋହିକି ନିଅନ୍ତୁ ବୋଲି ମୋର ଇଚ୍ଛା। ଆପଣ ଇଂଲିଶରେ ଲେଖିଛନ୍ତି ଆର୍ଟିକଲ, ଆଜ୍ଞା ଓଡ଼ିଆରେ ବି ଲେଖିଛନ୍ତି ଆର୍ଟିକଲ, ଆଜ୍ଞା। ସବୁଠୁ ବେଶୀ ଆଦୃତ କେଉଁ ଭାଷାରେ ହେଇଛି? ଦେଖନ୍ତୁ, ସାହିତ୍ୟର ଭାଷା ନଥାଏ, ନିଶ୍ଚିତ। ଆପଣଙ୍କୁ ଭାବ ଥାଏ ସେଥିରେ। ତେଣୁ ଆପଣ ଯେଉଁ ଭାଷାରେ ଆପଣ ସକ୍ଷମ ଲେଖିବା ପାଇଁକା ସେଇ ଭାଷାରେ ଆପଣ ତାକୁ ପ୍ରତିପାଦିତ କରିପାରିବେ। କିନ୍ତୁ ସତ କଥା ହେଲା ଓଡ଼ିଆ ଲେଖା ମୋର ହିଁ ବେଶୀ ଆଦୃତ ହେଇଛି। କାହିଁକି ନା ଓଡ଼ିଆ ଭାଷାରେ ମୁଁ ମୋର ଯେଉଁ ଅନୁଭବ, ଯେଉଁ ନିଜ ଜୀବନର ଯେଉଁ ଅନୁଭୂତିକୁ ନିଛକ ଭାବରେ ପ୍ରତିପାଦିତ କରିବାକୁ ସକ୍ଷମ ହେଇଛି, ଯେଉଁଟାକି ମୁଁ ଇଂରାଜୀ ଭାଷାରେ କରିବା ପାଇଁ ସକ୍ଷମ ହେଇପାରେ ନା। ତେଣୁ ସେଇଟା ଭଲ ହୁଏ ଓଡ଼ିଆ ଲେଖା, ଆଉ ବେଶୀ ଆଦୃତ ହୁଏ। ଆଚ୍ଛା, ତେବେ ଯଦି ଆପଣ ଓଡ଼ିଆ ଅସ୍ମିତା କଥା କହିବେ, ଓଡ଼ିଆ ଅସ୍ମିତାର ଏବେ ଯେତିକି ନାରାବାଜି ଚାଲିଛି, ଯେତିକି ପ୍ରଚାର ପ୍ରସାର ଚାଲିଛି, ତେବେ ଆପଣଙ୍କ ମତାମତରେ ତା'ର ଆଉ କ'ଣ ମାନେ ଅଧିକ ରହିଲେ ତା'ର ପ୍ରଚାର ପ୍ରସାରଟା ଅଧିକ ହେବ, ଲୋକମାନେ ଓଡ଼ିଆକୁ ସେତିକି ଆପଣେଇବେ? ଦେଖନ୍ତୁ, ସେ କଥା କହୁଛି ମୁଁ। ଓଡ଼ିଆ ଭାଷାର କିଛି ରୂପ ନଥାଏ। ଆଜ୍ଞା। ଭାଷା ଯେତେବେଳେ, ସାହିତ୍ୟ ଯେତେବେଳେ ପରିପ୍ରକାଶ ହୁଏ ଗୋଟେ ଅନୁଭବର ସହିତ ହୁଏ, ଯେଉଁଟାକି ହୃଦୟରୁ ଆସେ, ଅନ୍ତରାତ୍ମାରୁ ସେ ଜାଗ୍ରତ ହୁଏ। ଆଉ ସେଇଟା ଭାଷା ମାଧ୍ୟମରେ ଆମେ ତାକୁ ଗୋଟିଏ ବ୍ୟକ୍ତି ପାଖରୁ, ଗୋଟିଏ ମନ ପାଖରୁ, ଗୋଟିଏ ହୃଦୟ ପାଖରୁ ଆଉ ଜଣେ ବ୍ୟକ୍ତି, ଆଉ ଗୋଟିଏ ମନ, ଆଉ ଗୋଟେ ହୃଦୟ ପାଖକୁ ପହଞ୍ଚାଇ ଥାଉ। ଭାଷା ହେଉଛି ଗୋଟେ ମାଧ୍ୟମ। ତେଣୁ ମୋ ମତରେ ଅସ୍ମିତାଟା ସବୁବେଳେ ଆମ ଭିତରେ ଯେଉଁ ଭଲ ପାଇବା ଅଛି, ଯେଉଁ ଅନୁଭବ ଅଛି, ଯେଉଁ ବ୍ୟଗ୍ରତା ଅଛି ଭାଷା ପାଇଁକା, ଶବ୍ଦ ପାଇଁକା, ଓଡ଼ିଆ ଶବ୍ଦ ପାଇଁକା, ସେଇଟା ହିଁ ମୁଁ ଭାବେ ବଡ଼, ସେଇଟା ହିଁ ହେଉଛି ଅସ୍ମିତା। ତଥାପି ଦେଖିବା ଏବେକା ଦେଖେଇ ହେବା, କହିବା, ସେସବୁରେ ବିଶ୍ୱାସ କରେନି ମୁଁ। ଏବେକା ଜେନେରେସନ୍ ଯେମିତି ହେଲାଣି, ସମସ୍ତେ ଇଂଲିଶ ମିଡ଼ିୟମ୍ ସ୍କୁଲରେ ପଢ଼ୁଛନ୍ତି, ଏମିତିକି ଓଡ଼ିଆ କହିବା ବି ବହୁତ ଜଣଙ୍କ ପକ୍ଷେ କଷ୍ଟ ହେଇଯାଉଛି। ତ ସେମାନଙ୍କ ପାଇଁ ଆପଣଙ୍କର ଉପଦେଶ କ'ଣ ରହିବ? ଦେଖନ୍ତୁ, ଆମର ପୃଥିବୀଟା ଗ୍ଲୋବାଲାଇଜେସନ୍ ହେଇଯାଇଛି, ମାର୍କେଟଟା। ତେଣୁ ପୃଥିବୀ ସହିତ ଯୋଡ଼ି ହେବା ପାଇଁକା ଆମକୁ ବିଭିନ୍ନ ଭାଷା ଆମେ ଜାଣିବା ଜରୁରୀ। ଆଜ୍ଞା। ତ କିନ୍ତୁ ତା ଭିତରେ ବି ଆମେ ଯେଉଁ ଭାଷାରେ କଥା କହି ଶିଖିଛେ, ମା ବୋଲି ଡାକି ଶିଖିଛେ, ପ୍ରଥମ ଡାକ ଆମର, ସେ ଭାଷାକୁ ଆମେ କେବେ ଭୁଲିବା କଥା ନୁହଁ। ବଞ୍ଚିବା ପାଇଁ ହୁଏତ ଆମକୁ ଇଂଲିଶ ଦରକାର ହେଇପାରେ, ଆମର ଆଧୁନିକ ସମାଜରେ, ଆଧୁନିକ ଜୀବନ ସହିତ ନିଜକୁ ଯୋଡ଼ିବା ପାଇଁକା। କିନ୍ତୁ ଅନ୍ତରରୁ ବଞ୍ଚିବା ପାଇଁକା, ନିଜର ଭାବକୁ ପ୍ରକାଶ କରିବା ପାଇଁକା, ନିଜର ଭାବର ଆଦାନ ପ୍ରଦାନ ପାଇଁକା ଆମେମାନେ ସମସ୍ତେ ନିଜର ଇଚ୍ଛା ଆଉ ବ୍ୟଗ୍ରତା ପ୍ରକାଶ କରିବା ଦରକାର। ଓଡ଼ିଆ ଭାଷା ସହିତ କେମିତି ଆମେ ଯୋଡ଼ି ହେବା, ଆଗକୁ ନିଜ ଭିତରେ ତାକୁ ବଞ୍ଚେଇ ରଖିବା। ତେବେ ଓଡ଼ିଆ ଶବ୍ଦର ମା ଆଉ ଏବେକାର ମମି, ଦୁଇଟା, ଆମେ ସେତେବେଳେ ମାଆଙ୍କୁ ମା ହିଁ ଡାକୁଥିଲେ, ଏବେ ସେଇ ମାଆକୁ ମମି ଡକାଯାଉଛି। କ'ଣ ଆପଣଙ୍କର ମତାମତ କ'ଣ ରହିବ ଏଥିରେ? ଦେଖନ୍ତୁ, ମୁଁ ଏବେ କହୁଥିଲି ନା, ଶବ୍ଦ କିଛି ମାଇନା ରଖେନି। ଗୋଟେ ସମ୍ପର୍କର ସମ୍ବୋଧନ ହେଉଛି ମା ଶବ୍ଦ। ମା ଜଣକୁ ଡାକୁଛେ ନା, ସମ୍ବୋଧନ କରୁଛେ। ତ ମା ଡାକି ଯଦି ମୁଁ ମାଆକୁ ଭଲ ନ ପାଇଲି, ଆଉ ମମି ଡାକି ଯଦି ମୁଁ ମୋ ତ୍ୟାଗ କଲି ତା ପାଇଁକା, ନିଜର ଶ୍ରେଷ୍ଠ ଅବଦାନ ଦେଲି ପୁଅ ଭାବରେ, କିଛି ଅସୁବିଧା ନାହିଁ ସେ ଡାକରେ। ମୋ ମତରେ ଡାକ କିଛି ରଖେନି। ସେ ଡାକିବାର ଯେଉଁ ସ୍ୱର, ସେଥିରେ ସେ ଭାବ ରହିବା ଦରକାର, ସେଥିରେ ସେ ମଧୁରତା ରହିବା ଦରକାର। ତେଣୁ ମା ମମି ଭିତରେ ମୁଁ ସେମିତି କିଛି ଫରକ ଭାବିପାରେନି।
ତେବେ ଆପଣଙ୍କ ପାଖରୁ ଯେଉଁ ଏବେକାର ଯେଉଁ ଅଛନ୍ତି ଯେଉଁମାନେ ଲେଖିକା କି ଲେଖକ ଯେଉଁମାନେ ଅଛନ୍ତି ସେମାନେ କ'ଣ ଦେଖିକି ଇନ୍ସପାୟାର ହେଇପାରିବେ? ଦେଖନ୍ତୁ ସାଧନା ଆଉ ସଂଘର୍ଷ ଏଇ ଦୁଇଟା ହିଁ ଜଣେ ଲୋକକୁ ବିଭିନ୍ନ କ୍ଷେତ୍ରରେ ତାକୁ ସଫଳ କରାଏ, ସଫଳତା ଆଣିଦିଏ। ତେଣୁ ଆଜିକାର ଯେଉଁ ଲେଖକ ଲେଖିକା ତାଙ୍କୁ ମୁଁ ଏଇଆ କହିବାକୁ ଚାହିଁବି, ସନ୍ଦେଶ ଦେବାକୁ ଚାହିଁବି ଯେ ସେମାନେ ନିରନ୍ତର ଲେଖନ୍ତୁ, ଲେଖିବାର ଯେଉଁ ଯାତ୍ରାଟାକୁ ନିରନ୍ତର କରନ୍ତୁ। ଆଗାମୀ ଦିନରେ ତାଙ୍କର ଯେଉଁ ସାଧନା, ତାଙ୍କର ଯେଉଁ ସଂଘର୍ଷ ତାଙ୍କୁ ଗୋଟେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ ଏଇ ଲେଖକୀୟ କ୍ଷେତ୍ରରେ। ଆଚ୍ଛା, ତ ଆପଣଙ୍କ ସହିତ କଥା ହେଇକି ତ ବହୁତ ଭଲ ଲାଗିଲା। ଶେଷରେ ଆପଣଙ୍କର ଯେଉଁମାନେ ଅଛନ୍ତି ଆପଣଙ୍କ ଲେଖାକୁ ବହୁତ ଭଲ ପାଇବା ଦେଇଛନ୍ତି, ବହୁତ ଆଦୃତ ଦେଇଛନ୍ତି, ସେମାନଙ୍କ ପାଇଁ କ'ଣ କହିବେ ଦ୍ୱିପଦରେ? ପ୍ରତ୍ୟେକ ପାଠକ ପାଠିକା ଯେମିତିକି ମୁଁ ଆଗରୁ କହୁଥିଲି, ସେମାନେ ହିଁ ହେଉଛନ୍ତି ମୋ ଜୀବନର, ମୋ ଲେଖକୀୟ ଯାତ୍ରାର ଜଣେ ଜଣେ ବଡ଼ ବଡ଼ ସମ୍ପତ୍ତି। ମୁଁ ଆପଣଙ୍କୁ ପ୍ରଣାମ ଜଣାଉଛି ପ୍ରତିଟି ପାଠକ ପାଠିକାଙ୍କୁ। ଆପଣମାନଙ୍କର ଭଲ ପାଇବା, ଆପଣମାନଙ୍କ ଆଶୀର୍ବାଦ ଏମିତି ମୋ ଉପରେ ଥାଉ। ଆପଣ ଏମିତି ମୋର ଲେଖା ପଢ଼ିକି ମୋତେ ନିଜର ମତାମତ ଦିଅନ୍ତୁ, ସମାଲୋଚିତ ମଧ୍ୟ କରନ୍ତୁ। ଆଉ ମୁଁ ଏମିତି ଆପଣଙ୍କୁ ଆଗକୁ ଆହୁରି ଅନେକ ଲେଖା ଭେଟିଦିଏ। ଧନ୍ୟବାଦ। ଧନ୍ୟବାଦ। ଆପଣଙ୍କ ସହିତ ମଧ୍ୟ କଥା ହେଇକି ବହୁତ ହି ଭଲ ଲାଗିଲା। ଧନ୍ୟବାଦ, ତ ନମସ୍କାର। ଦର୍ଶକ ବନ୍ଧୁ, ଆମ ଗଣିତ ଥିଲେ ରାକେଶ ସାର୍। ଆପଣମାନେ ତାଙ୍କ ସହ କଥା ହେଲେ ତାଙ୍କ ଜର୍ଣ୍ଣି କେବେଠୁ ଆରମ୍ଭ ହୋଇଥିଲା, କେମିତି ଥିଲା, କେମିତି ସେ ଏ ଆଚିଭମେଣ୍ଟ ପାଇପାରିଛନ୍ତି ଏବଂ ତାଙ୍କ ପାଖରୁ ଏବେ ନୂଆ ଯେଉଁମାନେ ଲେଖକ କିମ୍ବା ଲେଖିକାମାନେ ସେମାନେ କିପରି ଇନ୍ସପାୟାର ହୋଇପାରିବେ ସେଇଟା ମଧ୍ୟ ଆପଣମାନେ ଜାଣିଲେ। ତେବେ ବାସ୍ତବବାଦୀ ହୁଅନ୍ତୁ, କଳ୍ପନାକୁ ସମ୍ପୂର୍ଣ୍ଣ ରୂପେ ଛାଡ଼ିବାଟା ମଧ୍ୟ ଠିକ୍ ନୁହେଁ, କାହିଁକିନା ବାସ୍ତବରେ ରହିଲେ ହିଁ ଆପଣ ବାସ୍ତବ ବିଷୟରେ ଜାଣିପାରିବେ। ତେବେ ଏହିପରି ଆହୁରି ମଧ୍ୟ ଆମ ସହିତ ଆଗକୁ ଯେଉଁ କାର୍ଯ୍ୟକ୍ରମ ରହିବ, ଆହୁରି ଅନେକ ଲୋକ ରହିବେ, ଅନେକ ବ୍ୟକ୍ତିତ୍ୱମାନେ ରହିବେ, ତାଙ୍କ ସହିତ ମଧ୍ୟ ଆଲୋଚନା କରିବା। ତେବେ ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖିବା। ରହୁଛି, ନମସ୍କାର।